ଶୁଣିବା ପାଇଁ ଯିବା। ରିଫ୍ରେଶ ପଢିବା ପାଇଁ କିଏ ସାହାଯ୍ୟ କରିବେ ନା ମୁଁ ନିଜେ ପଢିବି? ଓକେ, ସାହାଯ୍ୟ କରିବେ। ଓକେ, ଭେରି ଗୁଡ, ଥ୍ୟାଙ୍କ ୟୁ। ମୁଁ ପଢିବାକୁ ପଡିବ ନାହିଁ, ଆପଣ ମାନେ ମତେ ସାହାଯ୍ୟ କରିବେ। ଆମେ ଯୋଉଠି ମତେ ବାକ୍ୟ ଦଉ ଆମର ପ୍ରସଙ୍ଗ ରହେ, ବିନା ପ୍ରସଙ୍ଗରେ ତ ଆମେ କହୁନାହୁଁ। ଆଉ ପ୍ରସଙ୍ଗ ଭିତରେ ହିଁ ରହିବା ପାଇଁ ଆମେ ଚେଷ୍ଟା କରୁ। ଆମେ ପ୍ରସଙ୍ଗଟି ମୁଁ ରଖିଛି, ପରିସ୍ଥିତି ତୁମକୁ ପରାସ୍ତ ନ କରୁ। ପରିସ୍ଥିତି ତୁମକୁ ପରାସ୍ତ ନ କରୁ। ଏଇ ଉପରେ ଆମେ ଅନେକ ସନ୍ଦେଶ ପ୍ରଚାର କରିଛି। ଆଉ ଯେତେ ଆମେ ଏଇ ଟପିକ ଉପରେ ଆମେ ସନ୍ଦେଶ ଶୁଣୁଥିବା ସେତେ ଆମକୁ ନୂଆ ଲାଗୁଥିବ। ପରିସ୍ଥିତି ଆମକୁ ପରାସ୍ତ ନ କରୁ, ପରିସ୍ଥିତି ଆପଣଙ୍କୁ ପରାସ୍ତ ନ କରୁ, ପରିସ୍ଥିତି ତୁମକୁ ପରାସ୍ତ ନ କରୁ। ଆମେ ସେଇ ବିଷୟରେ ଆମେ ଶୁଣିବା। ଦେଖନ୍ତୁ, ବେଳେ ବେଳେ ଆମେ କାହାକୁ ପଚାରିବୁ, ଭାଇନା କାହିଁକି ଭାଇନା ପିଇଲ ବୋଲି କହିଲେ, ସେ କହିବେ କଣ କରିବାର ଏତେ ଟେନସନ ଯେ କହ ନା, ତ ଭାଉଜ ଏତେ ଟେନସନ ଦଉଥିଲା, ସେ ଟେନସନ କୁ ସହି ନ ପାରି ଟିକେ ପକେଇଦେଲି ପରା। ସେମିତି କହିବେ ସେମାନେ ହେଲା। ଏଇଟା ସେମିତି ତା ପଛେ ବିଭିନ୍ନ ପ୍ରକାର ଭାବରେ ରିଆକ୍ସନ ଗୁଡିକ ଥିବ। ଯଦି ପଚରାଯିବ କଣ ପାଇଁ ଝିଅ ତୁମେ ଏମିତି ଭୁଲ କଲ, କଣ କରିବା, ମୋର ଯୌବନ ଅବସ୍ଥାକୁ ମୁଁ ସମ୍ଭାଳି ନ ପାରି ପଳେଇଲି କାହା ସହିତ। ଦେଖନ୍ତୁ, ପରିସ୍ଥିତି ଗୁଡିକ କେମିତି ଏମିତି ପରିସ୍ଥିତିରେ ପଡନ୍ତି। କେତେ ଜଣ ଦେଖନ୍ତି ଦର୍ପଣ ପାଖରେ ଠିଆ ହୁଅନ୍ତି, ଧୀରେ ଧୀରେ ଦେଖନ୍ତି ବୟସ ଟିକେ ଗଢିଗଲାଣି, ଚୁଟିର ଗୋଟେ ଦିଟା ବାଳ ପାଚିଗଲାଣି, ଆଉ କହନ୍ତି ଯେ ଯଦି ଏବେ ଆଉ ବାହା ହେବି ନାହିଁ ବୋଲି କହିଲେ ଆଉ କେବେ ହେଇ ହେବ ନାହିଁ। ସେ ପରିସ୍ଥିତିରେ ପଡି କାହାକୁ ସେ କଣ ହେଇଥିବ ଆପଣ ବୁଝିପାରୁଥିବେ ସେଇଟା। ସେମିତି ହେଇଯାଆନ୍ତି ସେମାନେ। ଆଉ କେତେ ଜଣ ଅଛନ୍ତି, କଣ ତୁ ପ୍ରଭୁଙ୍କର ଲୋକ ହେଇକିନା ଗୋଟେ ବିଜାତି ପୁଅ ସହିତ ତୁ ବାହା ହେଲୁ, କଣ କରିବା ଭାଇନା, ପ୍ରେମ ତ ଆଉ ଜାଣିନାହାନ୍ତି, ପ୍ରେମରେ ପଡିକିନା ମୁଁ ସେମିତି। ପରିସ୍ଥିତି ଅନେକ ଜଣକୁ ସେମିତି ପରାସ୍ତ କରିଦଉଛି, ବିଗିଡେ। କିଏ ମଧ୍ୟ ଇଣ୍ଟେନ୍ସଲି ବୋଲେ ଜାଣି ଜାଣିକିନା ମୁଁ କରିବି ବୋଲିକିନା ସେମାନେ କରନ୍ତି ନାହିଁ କିଛି। ଏଇ ପ୍ରକାର ପରିସ୍ଥିତି ଗୁଡିକ ସେମାନଙ୍କ ଆଗରେ ପ୍ରସ୍ତୁତ ହୁଏ, ଆଉ ସେଇ ପରିସ୍ଥିତିରେ ପଡି ସେମାନେ ବିଭିନ୍ନ ପ୍ରକାର ଭୁଲ କାମ ଗୁଡିକ କରନ୍ତି। ପ୍ରିୟମାନେ, ଆପଣ ମାନଙ୍କୁ କହିବା ପାଇଁ ଚାହେଁ, ଗୋଟେ ପଦ ଆମେ ପଢିବା। ଆମେ ମୋ ସହିତ ଆପଣ ମାନେ ପ୍ରଥମ କରନ୍ତୀୟ 10 ଅଧ୍ୟାୟର 13 ପଦ ଟିକେ ପଢିବେ। ପ୍ରଥମ କରନ୍ତୀୟ 10 ଅଧ୍ୟାୟର 13 ପଦ। ଏପରି ଲେଖାଯାଏ, ଯେଉଁ ମନୁଷ୍ୟ ପ୍ରକାର ପ୍ରତି ଯେଉଁ ପରୀକ୍ଷା ପ୍ରକାର ପରୀକ୍ଷା ସ୍ୱାଭାବିକ, ତାହା ଛଡା ଅନ୍ୟ ପ୍ରକାର ପରୀକ୍ଷା ତୁମ୍ଭମାନଙ୍କ ପ୍ରତି ଘଟି ନାହିଁ। କିନ୍ତୁ ଈଶ୍ୱର ବିଶ୍ୱାସ୍ୟ, ସେ ତୁମ୍ଭମାନଙ୍କୁ କୌଣସି ଅସହ୍ୟ ପରୀକ୍ଷାରେ ପରୀକ୍ଷିତ ହେବାକୁ ଦେବେ ନାହିଁ। ମାତ୍ର ଯେପରି ତୁମ୍ଭେମାନେ ସହ୍ୟ କରିପାର, ଏଥିପାଇଁ ପରୀକ୍ଷା ଘଟିବା ସଙ୍ଗେ ସଙ୍ଗେ ସେ ଉଦ୍ଧାରରେ ପଥ ମଧ୍ୟ ପ୍ରସ୍ତୁତ କରିବେ। ଲର୍ଡ, ପ୍ରଭୁଙ୍କର ଗୌରବ ୱଣ୍ଡରଫୁଲ ପ୍ରମିସ୍ ଏଟା। ଏଠି ମନେ ରଖନ୍ତୁ, ଆମ ପ୍ରତି ଯୋଉ ପ୍ରକାର ପରୀକ୍ଷା, ଯୋଉ ପ୍ରକାର ପ୍ରଲୋଭନ, ଯୋଉ ପ୍ରକାର କଷ୍ଟ ଆମେ ସହ୍ୟ କରିପାରିବୁ, ତା ଛଡା ଅଲଗା ପ୍ରକାର ପରୀକ୍ଷା ଆମର ପରମେଶ୍ୱର ଆମ ଜୀବନରେ କେବେ ହେଲେ ମଧ୍ୟ ଆସିବା ପାଇଁ ଅନୁମତି ଦେବେ ନାହିଁ। କେବେ ଦେବେ ନାହିଁ, ଜୀବନରେ କେବେ ଦେବେ ନାହିଁ। ଏଇ ପ୍ରମିସ୍ ଟାକୁ ଆପଣ ମାନେ ମନେ ରଖିବେ। ପ୍ରତ୍ୟେକ ଯୁବା ଯୁବତୀ ଭାଇ ଭଉଣୀ ମାନେ ଏଇ ପ୍ରକାର ପ୍ରମିସ୍ ଗୁଡିକକୁ ମନେ ରଖିବେ ଯେ ଆମର ପରମେଶ୍ୱର ଆମର ଶକ୍ତିର ବାହାରେ ଆମକୁ କେବେ ମଧ୍ୟ ଆମ ଜୀବନରେ ପରୀକ୍ଷା ଆସିବା ପାଇଁ ଅନୁମତି ଦେବେ ନାହିଁ। ଯଦି ମୁଁ 10th କ୍ଲାସ ପଢୁଛି, ମୋର କ୍ୱେଶ୍ଚିନ୍ ପେପର 10th କ୍ଲାସ ରୁ ଆସିବ, +2 ର କେବେ ଆସିବ ନାହିଁ। ଯଦି ମୁଁ +2 ପଢୁଛି, ତାହେଲେ +3 ର କେବେ ଆସିବ ନାହିଁ। ମୁଁ ଯୋଉ କ୍ଲାସ ରେ ଅଛି, ଯୋଉଟା ମୁଁ ସହ୍ୟ କରିପାରିବି, ଯୋଉଟା ମୋ ଦ୍ଵାରା ହେଇପାରିବ, ତାଠୁ ଅଲଗା ପ୍ରକାର ପରୀକ୍ଷା ମୋ ଜୀବନରେ ଆସିବା ପାଇଁ ପ୍ରଭୁ ଦେବେ ନାହିଁ। ସେଥିପାଇଁ କୌଣସି ପ୍ରକାର ପରିସ୍ଥିତି ଆମକୁ ପରାସ୍ତ ନ କରୁ। କେବେ ମଧ୍ୟ ଆମେ କହିବା ନାହିଁ ଯେ ଏଇ ପରିସ୍ଥିତି ମୋର ସହ୍ୟର ବାହାରେ, ମୁଁ ପାରୁନାହିଁ, ସେଥିପାଇଁ ମୁଁ ଏ ପ୍ରକାର ଭୁଲ କରିଦେଲି। ମାନେ ଏଇ ଅଳ୍ପ ଦିନ ତଳେ KIIT ର ଗୋଟେ ଝିଅ, ସେ ବେକରେ ଦୌଡି ଦେଇକିନା ସେ ମରି ଯାଉଛନ୍ତି। ପରିସ୍ଥିତି ଏମିତି ସୃଷ୍ଟି ହେଲା, ଏଇ ପ୍ରକାର ପରିସ୍ଥିତି ଗୁଡିକ ସୃଷ୍ଟି ହେଇଯିବ, ଆଉ ଲୋକମାନେ ଭୁଲ ପଦକ୍ଷେପ ଗୁଡିକ ନେଇଯିବେ। କିଏ ଜାଣି ଶୁଣି ପଦକ୍ଷେପ ନେବେ ନାହିଁ। ପରିସ୍ଥିତି ସେମାନଙ୍କୁ ବିଭିନ୍ନ ପ୍ରକାର ଜାଗାରେ ପକେଇ ଦିଏ। ସେଥିପାଇଁ ଆମମାନେ ସେଇ ପ୍ରକାର କୌଣସି ପ୍ରକାର ପରିସ୍ଥିତି ଆମ ଜୀବନ ଯେତେବେଳେ ଆସେ, ଏଇ ପ୍ରମିସ୍ ଟାକୁ ଆମମାନେ ସବୁବେଳେ ମନେ ରଖିବା। ଆମର ଜୀବନରେ ଏଇ ପ୍ରକାର କୌଣସି ପ୍ରକାର ପରୀକ୍ଷା ପ୍ରଭୁ ଆସିବାକୁ ଅନୁମତି ଦେବେ ନାହିଁ।
ଏଇ ସୃଷ୍ଟିର 6,000 ବର୍ଷ ହେଇଗଲାଣି। ଏଇ 6,000 ବର୍ଷରେ କେହି ଜଣେ ମଧ୍ୟ ଠିଆ ହେଇକିନା କହିପାରିବେ ନାହିଁ ପରମେଶ୍ୱର ମୋର ଶକ୍ତି ସାମର୍ଥ୍ୟ ବାହାରେ ତୁମେ ମତେ ପରୀକ୍ଷା କଲ। ଏମିତି କେହି ଜଣେ ମଧ୍ୟ କହିପାରିବେ ନାହିଁ। କାହିଁକି? ଈଶ୍ୱର ବିଶ୍ୱସ୍ତ ପରମେଶ୍ୱର ସେ ଅଟନ୍ତି। ଯୋଉଟା ଆମେ ସହ୍ୟ କରିପାରିବୁ ସେହି ପ୍ରକାର ଟେମ୍ପଟେସନ, ସେହି ପ୍ରକାର ବିଷୟ ଗୁଡିକ ଆମ ଜୀବନରେ ଆସିବା ପାଇଁ ସେ ଅନୁମତି ଦେବେ। ସେଥିପାଇଁ କୌଣସି ପ୍ରକାର ପରିସ୍ଥିତି ଆମକୁ ପରାସ୍ତ ନ କରୁ। ପରିସ୍ଥିତି ଆମ ଜୀବନରେ ଆସିବାଟା ଆସିବ, ଆଉ ସେ ସବୁ ପରିସ୍ଥିତି ଉପରେ ଆମକୁ ଜୟଲାଭ କରିବା ପାଇଁ ସେ ବିଭିନ୍ନ ପ୍ରକାର ବାଟ ମଧ୍ୟ ଆମମାନଙ୍କୁ ସେ ପ୍ରସ୍ତୁତ କରି ଆମମାନଙ୍କୁ ଦେଇଛନ୍ତି। ଗୋଟେ ପଦ ପଢିବା, ବହୁତ ସୁନ୍ଦର ପଦ, ମାନେ ଅତି ଜଣାଶୁଣା ପଦ। ଦୟାକରି କେହି ଜଣେ ପଢନ୍ତୁ, କମ୍ପିଟିସନ ନାହିଁ। କାହାକୁ ସରିଲା ପରେ ଆମମାନଙ୍କର ସଂଗ୍ରାମ ଭାଇ ପ୍ରାଇଜ ଦେବେ ନାହିଁ କାହାକୁ। ଖାଲି ଜଣେ କେହି ପଢିଲେ ଆମମାନଙ୍କ ପାଇଁ ବହୁତ ଭଲ ରହିବ। ଆଇବ ପୁସ୍ତକ ଟିକେ ଫିଟେଇବା। ଆମେ ଏକ ଅଧ୍ୟାୟକୁ ଆସିବା। ଆଇବ ପୁସ୍ତକ ଏକ ଅଧ୍ୟାୟରେ ଶୟତାନ ସେ ପ୍ରଭୁଙ୍କ ପାଖକୁ ଯାଇକିନା କହୁଛି, ଦେଖନ୍ତୁ ଶୟତାନ ଆଇବଙ୍କ ପାଖକୁ ଆସୁନାହିଁ, ପ୍ରଭୁଙ୍କ ପାଖକୁ ଯାଇକିନା କହୁଛି ତୁମେ ତାକୁ ସବୁ ଦେଇଥିବାରୁ ସିନା ସେ ତୁମକୁ ପ୍ରେମ କରୁଛି। ଯଦି ତୁମେ ତୋର ହସ୍ତ କାଢି ନେବ, ତାର ସବୁ ଧନ ସମ୍ପତ୍ତି ତୁମେ ନେଇଯିବ, ତାହେଲେ ସେ ତୁମର ମୁଖ ଆଗରେ ତୁମକୁ ଅସ୍ୱୀକାର କରିବ। ଦେଖନ୍ତୁ ଏଟା ଶୟତାନ କି ପ୍ରକାର ପରିସ୍ଥିତି ତିଆରି କରୁଛି। ପ୍ରଭୁଙ୍କୁ ଯାଇକିନା କହୁଛି, ଉକସାଉଛି ପ୍ରଭୁଙ୍କୁ, ତୁମେ ତାର ଜୀବନରେ ଏଇ ଆଶୀର୍ବାଦ ଗୁଡିକ କରିଛ ବୋଲି ଆଇବ ତୁମକୁ ଭୟ କରୁଛି, ଭକ୍ତି କରୁଛି, ତୁମ ମାର୍ଗରେ ଚାଲୁଛି। ପରିସ୍ଥିତି ତିଆରି କରୁଛି। ସେ ପରିସ୍ଥିତି ତିଆରି କରି କହୁଛି ସେ 11 ପଦରେ, ମାତ୍ର ଏବେ ଆପଣା ହସ୍ତ ବିସ୍ତାର କରି ତାହାର ସର୍ବସ୍ୱ ସ୍ପର୍ଶ କର, ତହିଁରେ ସେ ତୁମ୍ଭ ମୁଖ ଆଗରେ ପରିତ୍ୟାଗ କରିବ। ପ୍ରଭୁଙ୍କୁ ସେ ପାଠ ବତଉଛି, ଯଦି ଏଇ ପ୍ରକାର ବିଷୟ ତା ଜୀବନରେ ତୁମେ ଘଟେଇବ, ହସ୍ତ ବିସ୍ତାର କରି ତାକୁ ତୁମେ ଯଦି ଛୁଇଁଦେବ, ତାହେଲେ ପିଠି ପଛରେ ତୁମକୁ ଅସ୍ୱୀକାର କରିବ ନାହିଁ, ମନେ ମନେ ଅସ୍ୱୀକାର କରିବ ନାହିଁ, ମୁଖ ଆଗରେ ତୁମକୁ ଅସ୍ୱୀକାର କରିବ। ଏମିତି ସେ ପରମେଶ୍ୱରଙ୍କୁ ଚ୍ୟାଲେଞ୍ଜ କରୁଛି। ସେଇ ସମୟରେ ପରମେଶ୍ୱର ତାକୁ କଣ କହୁଛନ୍ତି? 12 ପଦ, ତହୁ ସଦାପ୍ରଭୁ ଶୟତାନକୁ କହିଲେ, ଦେଖ ତାହାର ସର୍ବସ୍ୱରେ ତୁମ୍ଭକୁ କ୍ଷମତା ଅଛି, କେବଳ ତାହାରି ଉପରେ ତୁମ୍ଭେ ହସ୍ତ ନ ଦିଅ। ତହିଁରେ ଶୟତାନ ସଦାପ୍ରଭୁଙ୍କ ସାକ୍ଷାତରୁ ବାହାରିଗଲା। ବାହାରି ଯାଇକିନା ଆଇବଙ୍କୁ ପରୀକ୍ଷା କରିବା ପାଇଁ ବିଭିନ୍ନ ପ୍ରକାର ପରିସ୍ଥିତି। ଆଇବଙ୍କର ଧନ ସମ୍ପତ୍ତିକୁ ଶୟତାନକୁ ଲୋଭ ନାହିଁ। ଶୟତାନକୁ କୋଉଟା ଲୋଭ? ଯେ ଇଏ ପରମେଶ୍ୱରଙ୍କୁ ଅସ୍ୱୀକାର କରୁ, ଗାଳି କରୁ, ପରମେଶ୍ୱରଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରକାର କଥାବାର୍ତ୍ତା କରୁ। ଆମମାନଙ୍କର ଯୋଉ ହିନ୍ଦୁ ଭାଇ ଭଉଣୀ ମାନେ, ସେମାନେ ଗୋଟେ ଥର ମୁଁ ଗୀତ ଶୁଣୁଥିଲି, ଆରେ ଦଗା ଦିଆ ବୋଲି ଗୀତ ଗୋଟେ ଗାଉଛନ୍ତି। ତାଙ୍କର ପରମେଶ୍ୱରଙ୍କୁ ସେମାନେ ଗାଳି କରିକିନା ଗୀତ ଗାଉଛନ୍ତି। ସେମାନେ ଏରେ କପଟି, ଏରେ ଦଗା ଦିଆ, ଏଇଟା ଗୋଟେ କି ଗୀତ ଏଇଟା ଗାଉଛନ୍ତି? ଏଇଟା ଏହି ପ୍ରକାର ଗୀତ ଗୁଡିକ ତାଙ୍କର ପରମେଶ୍ୱରଙ୍କ ପାଇଁ ସେମାନେ ଗାଉଛନ୍ତି। ମାତ୍ର ଏଇ ସ୍ଥାନରେ ଆମେ ଦେଖୁଛୁ ଯେ ଆଇବଙ୍କ ଜୀବନରେ ଯୋଉ ପ୍ରକାର ବିଷୟ ଗୁଡିକ ଘଟିଲା ପରେ, ସେ 19 ପଦରୁ ଟିକେ ପଢିବା ଆମେ। ଏକ ଅଧ୍ୟାୟ 19 ପଦ, ଏଥିମଧ୍ୟରେ ଦେଖନ୍ତୁ ପ୍ରାନ୍ତରରେ ପ୍ରବଳ ବାୟୁ ଆସି ଗୃହର ଚାରିକୋଣରେ ଲାଗନ୍ତେ ତାହା ଯୁବକମାନଙ୍କ ଉପରେ ପଡ଼ିଲା, ତହିଁରେ ସେମାନେ ମଲେ। ପୁଣି ଆପଣଙ୍କୁ ସମ୍ବାଦ ଦେବା ପାଇଁ କେବଳ ମୁଁ ଏକା ରକ୍ଷା ପାଇଅଛି। ଧନ ସମ୍ପତ୍ତି ଗଲା, ଗୋଟେ ଦିନରେ ସବୁ ଧନ ସମ୍ପତ୍ତି ଗଲା। ଆଉ ଗୋଟେ ଦିନରେ କେତେଟା ପୁଅ ଝିଅ ମରୁଛନ୍ତି? 10ଟା ପୁଅ ଝିଅ ଗୋଟେ ଦିନରେ ମରି ଯାଉଛନ୍ତି। ଆଜି ଯାଏଁ ଏ ପୃଥିବୀରେ ଏମିତି କାହା ଜୀବନରେ ହେଇନାହିଁ। ଗୋଟେ ଦିନରେ ତାଙ୍କର ସବୁ ପୁଅ ଝିଅ ମରିଗଲା ପରି ଏଇ ପ୍ରକାର ବଡ ପରୀକ୍ଷା କାହା ଜୀବନରେ ଘଟି ନାହିଁ। ଆଇବଙ୍କ ଜୀବନରେ ଏଇ ପ୍ରକାର ପରୀକ୍ଷା ଘଟିଛି। ପରମେଶ୍ୱର ପରୀକ୍ଷା କରୁନାହାନ୍ତି, ପରମେଶ୍ୱର ପରୀକ୍ଷା ପାଇଁ ଅନୁମତି ଦଉଛନ୍ତି। ଯା
परमेश्वर छाती फुलेकिना शैतान को कहउछंती ए शैतान तू कौन मोर दास आईबंक प्रति तू मन देइछु मु ता ପାଇଁ ଗର୍ବିତ ତାପରି ସମାନ ସରଳ ପରମେଶ୍ୱର ଭୟକାରୀ କୁକ୍ରିୟା ତ୍ୟାଗୀ ଲୋକ ପୃଥିବୀରେ କେହି ନାହାନ୍ତି। ଏ ସାର୍ଟିଫିକେଟ ସ୍ୱର୍ଗରୁ ଆଇବକୁ ମିଳିଛି। ସେତେବେଳେ ଶୈତାନ ବହୁତ ରାଗି ଯାଉଛି, ଏତେ ଭଲ ଲୋକ ଆକୁ ଟିକେ ପରୀକ୍ଷା କରିବା, ଆଉ ପରିସ୍ଥିତି ତିଆରି କରୁଛି। ଆଉ ତିଆରି କଲେ ସବୁ ଯାକ ଧନ ସମ୍ପତ୍ତି ଗଲା, ପୁଅ ଝିଅ ଗଲା ପରେ ସେ ଗୋଟେ ଜାଗାରେ ବସିକିନା ସେ ଭଲ ଭାବରେ ଦେଖୁଛି। ଆଇବଙ୍କର ଆଖିକୁ ଦେଖୁନାହିଁ, ତାର ପାଟିକୁ ଭଲ ଭାବରେ ଦେଖୁଛି। ଏବେ ତା ପାଟିରୁ ବିଷ ବାହାରିବ। ଏବେ ତା ପାଟିରେ ଯୋଉ ଯୋଉ ଭାଷା ଗୁଡିକ କରି ପରମେଶ୍ୱରଙ୍କୁ ଗାଳି କରିବ। ଏତେ ଉପବାସ କଲି ଏଥିପାଇଁ, ଏତେ ଦାନ ଦେଲି ଏଥିପାଇଁ, ଏତେ ଯଦି ତୁମେ ପ୍ରଭୁ ହୋଇଛ ତାହେଲେ କାହିଁକି ଏସବୁ ମୋର ଜୀବନରେ ଘଟିବ? ଏଇଟା କରି ଭିଡିଓ କ୍ୟାମେରା ଧରିକିନା ଶୈତାନ ଜଗିଛି। କେତେବେଳେ ସିଏ ପରମେଶ୍ୱରଙ୍କୁ ଗାଳି କରିବ ସାଙ୍ଗେ ସାଙ୍ଗେ ରେକର୍ଡ କରି ନେଇକିନା ପରମେଶ୍ୱରଙ୍କୁ ଶୁଣେଇ ଦବ। ଦେଖିଲ ମୁଁ ଠିକ ଥିଲି, ତୁମେ ଗୋଟେ ଭୁଲ ଲୋକ ଉପରେ ବିଶ୍ୱାସ କରୁଛ, ତାକୁ ସାର୍ଟିଫିକେଟ ଦଉଛ। ସିଏ ସେମିତି ଲୋକ ନାହିଁ ବୋଲି ସିଏ କହିବା ପାଇଁ ଭଲ ଭାବରେ ସେ ଜଗିଛି। ହେଲା, ଯେତେବେଳେ ଜଗିଛି ଏଇ ପ୍ରକାର ଖବର ଦିଆଗଲା ଗୋଟେ ପରେ ଗୋଟେ। ତାପରେ ଆଇବ କଣ କରୁଛି ସେ 20 ପଦରେ, ସେତେବେଳେ ଆଇବ ଉଠି ଆପଣା ବସ୍ତ୍ର ଚିରିଲା ଓ ଆପଣା ମସ୍ତକ ମୁଣ୍ଡନ କଲା ଓ ଭୂମିରେ ପଡି ପ୍ରଣାମ କଲା। ଆଉ ଦେଖନ୍ତୁ ସେ କହି କରୁଛି। ସେତେବେଳେ ଆୟୁବ ଶୁଣ ଉଠି ଶୁଣ ଆପଣା ବସ୍ତ୍ର ଚିରିଲା ଓ ଆପଣା ମସ୍ତକ ମୁଣ୍ଡନ କଲା ଓ ଭୂମିରେ ପଡି ପ୍ରଣାମ କଲା। ଆଉ ଜଣେ କିଏ ପଢିଦେବେ କି? ହଁ, ଠିକ ଅଛି, ଦୁଇ ଥର ପଢିଲେ ଭଲ, କାହିଁକିନା 2 ଜଣ ପଢିଲେ ଭଲ। ଓକେ, ଠିକ ଅଛି। ଏଠି ଦେଖନ୍ତୁ କେତେ ସୁନ୍ଦର ଭାବରେ ସେ ଆ ଦେଖୁ ଯେତେବେଳେ ଆଇବଙ୍କ ରିଆକ୍ସନ, ସେ କଣ କରୁଛି? ଆଇବ ତାଙ୍କ ବସ୍ତ୍ର ଚିରିଲା ବେଳେ ଇଏ ବାପା, ଏ ଶୈତାନର ଖୁସି। ଏବେ ବସ୍ତ୍ର ଯଦି ଚିରିଛି ତାହେଲେ ଏବେ ଆର କଥା ଟିକେ ଦେଖିବା। ଏବେ ତା ପଛେ ମସ୍ତକ ମୁଣ୍ଡନ ହେଇଗଲା। ମସ୍ତକ ମୁଣ୍ଡନ ହେଲା ପରେ ଭୂମିରେ ପଡି ପ୍ରଣାମ କଲା। ଏବେ ଆଇବ ପରମେଶ୍ୱରଙ୍କୁ ଗାଳି କରିବ। ଏବେ ସେ ବିଭିନ୍ନ ପ୍ରକାର ମନ୍ଦ କଥା ପ୍ରଭୁଙ୍କୁ କହିବ। ଏଇଟା ସେ ଜଗିଛି। ଦେଖନ୍ତୁ ପ୍ରିୟମାନେ, କେମିତି ପରିସ୍ଥିତି। ମୁଁ ତ ବିଶ୍ୱାସ କରୁଛି ମୋ ଜୀବନରେ ଏମିତି କାଣିକା ଏତେ ଛୋଟ ଆଇବଙ୍କ ଜୀବନରେ ଯେମିତି ପରିସ୍ଥିତି ଆସିଛି, ମୋର ଜୀବନରେ ସେତେ ପରିସ୍ଥିତି ଆସିନାହିଁ। ଏଇ ଯୋଉ ଆଇବଙ୍କ ଜୀବନ ଯୋଉ ପରିସ୍ଥିତି, ଆକୁ କୁହାଯାଏ ଆକୁ PhD ଲେଭେଲର ପରିସ୍ଥିତି। ଆମେ ABCD ପଢିବା ଲୋକ, ଆମେ LKG UKG ରେ ଆମେ ଅଛୁ, ମାତ୍ର ଆୟୁବ PhD ଲେଭେଲରେ ସେ ଅଛନ୍ତି। ସେଥିପାଇଁ ତାଙ୍କ ଜୀବନରେ ସେମିତି। ଆମର ପୁଅ ଝିଅ ମାନେ ଛିଙ୍କି ଦେଲେ ଆମକୁ ଟେନସନ, ଆମକୁ କେତେ ଆମେ ଛାନିଆ ହେଇଯିବୁ। ଆମେ ମୋ ପୁଅ ଛିଙ୍କି ଦେଲା, ନ ଛିଙ୍କିଲେ ଟେନସନ, ଛିଙ୍କିଲେ ମଧ୍ୟ ଟେନସନ। ଦି ଆଡେ ଯାକ ଆମେ ପୁରାପୁରି ଟେନସନରେ ଏକା ଥିବୁ। ଆମେ ଜ୍ୱର ହେଇଗଲା ଛାଡୁ ନାହିଁ। ଦେଖନ୍ତୁ, ପୁଅ ଝିଅ ମାନଙ୍କୁ ଜ୍ୱର ହେଇଗଲେ ମା ବାପା ମାନେ ଚର୍ଚ୍ଚ ଯିବେ ନାହିଁ। ମୁଁ କହେ ତୁମେ କଣ ପାଇଁ ଚର୍ଚ୍ଚ ଆସିଲ ନାହିଁ? ନାଇଁ ଆଜ୍ଞା, ଅକ୍ସିଜେନ ଦଉଥିଲି, ତୁମେ ଅକ୍ସିଜେନ ଦଉଥିଲ। ହଁ, କି ଅବସ୍ଥା ଗୁଡିକ। ପୁଅ ଝିଅ ମାନଙ୍କୁ ଟିକେ ଜ୍ୱର ହେଲେ, ଆମର ବାଗ୍ରା ଚର୍ଚ୍ଚ ଅଛି, ମୋର ବ୍ରାଞ୍ଚ ଚର୍ଚ୍ଚ ବାଗ୍ରା ଅଛି, ତାଙ୍କର ପୁଅ ଝିଅକୁ ଜ୍ୱର ହେଲେ, ରବିବାର ଦିନ ମଧ୍ୟ ଜ୍ୱର ହେଲେ, ସେମାନେ କଣ କରିବେ? ପୁଅ ଝିଅ ମାନଙ୍କୁ ଧରିକିନା ଚର୍ଚ୍ଚରେ ଆସିବେ। ସେମାନଙ୍କୁ ଜଣା ଆମର ପୁଅ ଝିଅଙ୍କର ସୁସ୍ଥତା ଘରେ ବସିଥିଲେ ହେବ ନାହିଁ, ଚର୍ଚ୍ଚରେ ଗଲେ ସୁସ୍ଥତା ହେବ। ଚର୍ଚ୍ଚକୁ ଧରି ଆସିବେ, ଆଉ ବସି ବସି ବାକ୍ୟ ଶୁଣିବେ। ସବୁ ମିଟିଂ ସରିଗଲା ପରେ ଆମେ ପ୍ରାର୍ଥନା କରିବୁ, ସେ ପିଲା ପୁରା ସୁସ୍ଥ ହେଇ ଡାଲି ଭାତ ଖାଇ ଘରକୁ ସେ ପଳେଇ ଯିବ। ସେଇ ପ୍ରକାର ବିଷୟ ଗୁଡିକ ହଉଛି। ମାତ୍ର ଆମର କଣ, ଆମେ ଏତେ ଲଭିଂ କେୟାରିଂ, ବେଶୀ ଲଭିଂ କେୟାରିଂ ହୁଅ ନାହିଁ। ପ୍ରଭୁ ଦେଇଛନ୍ତି, ସେ ଯତ୍ନ ନେବେ। ତୁମେ କଣ ତାଙ୍କୁ କଣ ଦଉଛ? ତୁମେ ଆଇବଙ୍କ ଜୀବନରେ ଗୋଟେ ଦିନରେ 10-10ଟା ପୁଅ ଝିଅ ମରି ଯାଉଛନ୍ତି, ସବୁ ଧନ ସମ୍ପତ୍ତି ଚାଲି ଯାଉଛି। ମାତ୍ର ଆଇବଙ୍କର ମୁଖର କଥା ଟିକେ ଆମେ ଶୁଣିବାର ଅଛି। ଆଇବ କଣ କହୁଛନ୍ତି? 21 ପଦ, ଇମ୍ପୋର୍ଟାଣ୍ଟ ପଦ। ଆଉ ସେ କହିଲା, ମୁଁ ମାତାର ଗର୍ଭରୁ ଉଲଙ୍ଗ ହୋଇ ଆସିଅଛି ଓ ମୁଁ ଉଲଙ୍ଗ ହୋଇ ସେଠାକୁ ଫେରିଯିବି। ସଦାପ୍ରଭୁ ଦେଲେ ଓ ସଦାପ୍ରଭୁ ନେଇଅଛନ୍ତି, ସଦାପ୍ରଭୁଙ୍କ ନାମ ଧନ୍ୟ ହେଉ। ଗୋଟେ
କୁକୁରକୁ ଯଦି ଆପଣ ବାଡି ମାରିବେ, ଜୋରେ ଠାଇକିନା ମାରିବେ, ତାର ଲାଙ୍ଗୁଡକୁ ପଛାଡେ ଯାକି ଓ ଓ ଓ ହେଇକିନା ପଳେଇ ଯିବ ସେ, ଆପଣ ମାନେ ଦେଖିଥିବେ। ଶୟତାନ ମଧ୍ୟ ସେମିତି ତାକୁ ଗୋଟେ ବାଡି ମାରିଲା ପରି ଲାଗିଲା। ସେ ଭାବୁଥିଲା ଏବେ ପରମେଶ୍ୱରଙ୍କୁ ଗାଳି କରିବ, ନିନ୍ଦା କରିବ, ଅଭିଶାପ ଦେବ, ଏଇ ପ୍ରକାର ଭାବିଲା ବେଳେ ଆୟୁବ ସେ ଯୋଉ କଞ୍ଚା ଯୋଉ କହିବେ ନାଇଁ କି, ସେ କଟା ଘାରେ ଚୂନ ଦେଲା ପରି ଏ କାମ କରିଦେଲା। ଏମିତି ମୁହଁ ତାର ମଳି ନେଲା। ପରମେଶ୍ୱର ଦେଖୁଥିବେ, ହେଲା ତତେ, ତୁ ଭାବୁଥିଲୁ ଆୟୁବକୁ କଣ ଭାବୁଥିଲୁ? ମୋର ସାର୍ଟିଫିକେଟ ଉପରେ ତ ଡାଉଟ ଥିଲା। ମୁଁ ଯାହାକୁ ସାର୍ଟିଫିକେଟ ଦେଇଛି ତୁ ତାକୁ ପରୀକ୍ଷା କରିବାକୁ ଯିବୁ, ହେଇଛି ନା ତତେ? ହେଇଛି। ପ୍ରିୟ ମାନେ, ଆୟୁବଙ୍କର ରିଆକ୍ସନ, କୌଣସି ପରିସ୍ଥିତି ଆୟୁବଙ୍କୁ ପରାଜୟ କରିନାହିଁ। ପ୍ରତ୍ୟେକ ପରିସ୍ଥିତି ଉପରେ ଆୟୁବ ଜୟଲାଭ କରିଛନ୍ତି। ଆଜି ମଧ୍ୟ ଆମ ଜୀବନରେ ବିଭିନ୍ନ ପ୍ରକାର ପରିସ୍ଥିତି ଆସିବ, ମାତ୍ର ସେ ପରିସ୍ଥିତି ଆମକୁ ପରାଜୟ ନ କରୁ। ଆମ ପ୍ରତି ଯୋଉ ପ୍ରକାର ପରୀକ୍ଷା ସ୍ୱାଭାବିକ, ଯୋଉଟା ସହ୍ୟ କରିପାରିବୁ, ତା ଛଡା ଅଲଗା ପ୍ରକାର ପରୀକ୍ଷା ପରମେଶ୍ୱର ଆମ ଜୀବନରେ ଆସିବା ପାଇଁ ଦେବେ ନାହିଁ। ମୋର ଖୁଡି, ତାଙ୍କର ସ୍ୱାମୀ ମରିଗଲେ, ତାଙ୍କର ପୁଅ ମରିଗଲେ, ସର୍ବହରା ହେଇଗଲେ। ସେ ସର୍ବହରା ହେଇଗଲା ପରେ ମଧ୍ୟ କେବେ ମଧ୍ୟ ଅଭିମାନ କରିନାହାନ୍ତି, ମୁଁ ଚର୍ଚ୍ଚ ଯିବି ନାହିଁ, ମୁଁ ପ୍ରାର୍ଥନା କରି କି ଲାଭ, ମୋ ସ୍ୱାମୀ ମରିଗଲେ, ଏମିତି ନାହିଁ। ସେ ଚର୍ଚ୍ଚରେ ଆସିକିନା ଆମକୁ କହିଲେ, ଏଇ ଗୀତ ଗାଅ, ଯୀଶୁ ତୁମେ ମୋର ଆଶା, ଗୌରବମୟ ଭରସା। ଯୀଶୁ ତୁମେ ମୋର ଆଶା, ଗୌରବମୟ ଭରସା। এই ଗୀତ ଗାଇ ସେ ଆରାଧନା କଲେ। ପ୍ରଭୁ, ତୁମେ ଦେଇଥିଲ ସ୍ୱାମୀକୁ ନେଇଗଲ, ତୁମେ ପୁଅକୁ ଦେଇଥିଲ, ତୁମେ ନେଇଗଲ। ପ୍ରିୟମାନେ, କୌଣସି ପରିସ୍ଥିତି ଆମକୁ ପରାଜୟ ନ କରୁ। ଆୟୁବଙ୍କ ଜୀବନରେ ଏତେ ଭୟଙ୍କର ପରିସ୍ଥିତି ଆସିଲା, ସେ ପରିସ୍ଥିତିରେ ମଧ୍ୟ ଆୟୁବ କହିଲେ, ମୁଁ ମାତାର ଗର୍ଭରୁ ଉଲଙ୍ଗ ଆସିଛି। ତାର ଅର୍ଥ କଣ? ମୋର ଯେତିକି ଧନ ସମ୍ପତ୍ତି ଅଛି ସବୁ ପ୍ରଭୁ ଆକା ଦେଇଥିଲେ। ମତେ ଯେତେ ଧନ ସମ୍ପତ୍ତି ଦେଇଥିଲେ ମଧ୍ୟ ମୋର ଭରସା ମୋର ଧନ ସମ୍ପତ୍ତି ଉପରେ ନୁହେଁ, ମୋର ପରମେଶ୍ୱରଙ୍କ ଉପରେ ଅଛି। ମୁଁ ତାଙ୍କ ଉପରେ ହିଁ ଭରସା ରଖିଛି। ଏତେ ଶକ୍ତିଶାଳୀ କେମିତି ଆଇବ? କାହିଁକିନା ଆୟୁବଙ୍କର ଭରସା ସେ ଧନ ସମ୍ପତ୍ତି ଉପରେ ନାହିଁ। କହିବେ ନାଇଁ କି, ଇଏ ହାତ କା ମେଲ ହେ, ଆଜି ମୋ ପାଖରେ ଅଛି, କାଲି କାହା ପାଖରେ ଥିବ। କରୋନା ଯେତେବେଳେ ସମୟରେ ସେ କଣ ଗୋଟେ ଆନାଉନ୍ସ କଲେ, ମୋଦି ସରକାର ଆନାଉନ୍ସ କରିଦେଲେ ଯେ 500 ଟଙ୍କା 1000 ଟଙ୍କା ବନ୍ଦ। କେତେ ଜଣଙ୍କୁ ହାର୍ଟ ଆଟାକ ହେଇଗଲା, ମରିଗଲେ ସାପା। ଆୟୁବଙ୍କୁ ହାର୍ଟ ଆଟାକ ହେଇନାହିଁ, ଶୈତାନଙ୍କୁ ହାର୍ଟ ଆଟାକ ହେଇଗଲା। ସିଏ ଏ ବାପା ଏମିତି ଆରାଧନା କରୁଛି। ମୁଁ କହିବା ପାଇଁ ଚାହେଁ, ପରିସ୍ଥିତି ଭଲ ଥିବ, ଚର୍ଚ୍ଚରେ ଏସି ରୁମରେ ବସି ହାତରେ ମାଇକ ଧରି, ହଁ, ଧନ୍ୟବାଦ के साथ स्तुति गाऊंगा, କରିହେବ ସେଟା। ହଁ, करता हूं मैं, ସେଟା ମିଶା କରିହେବ। ଆୟୁବଙ୍କର ସେମିତି ପରିସ୍ଥିତି ନଥିଲା ବାପା। ତାଙ୍କର ପରିସ୍ଥିତି ଭିନ୍ନ ଥିଲା। ସେ ହାତରେ ମାଇକ ନଥିଲା, କି କୋଉ ଚର୍ଚ୍ଚରେ ନଥିଲେ, ପାଉଁଶ ଗଦା ଉପରେ ବସି ଦୁନିଆର ସବୁଠୁ ବେଷ୍ଟ ୱର୍ସିପ କରିଛନ୍ତି। ୱର୍ସିପ ସେଇଟା। ଦୁଃଖ ସମୟରେ, କଷ୍ଟ ସମୟରେ ଯେତେବେଳେ ପ୍ରଭୁଙ୍କୁ ଗୌରବ ଦେଉ, ପେଟେ ବିରିୟାନୀ ଖାଇ, ଯିଏ ହେଲେ ମଧ୍ୟ ପ୍ରେଜ୍ ଦ ଲର୍ଡ, ହାଲେଲୁୟା, ଲେଗ ପିସ୍ ମିଳିଛି, ସମସ୍ତେ କହିହେବ। ମାତ୍ର ଯୋଉ ସମୟରେ ଆମର ଅଭାବ ଥିବ, ଆମେ ଦୁଃଖ କଷ୍ଟ ଦେଇ ମଧ୍ୟ ଦେଇ ଆମେ ଯାଉଥିବୁ, ସେତେବେଳେ ଗ୍ଲୋରି, ପ୍ରେଜ୍ ଦ ଲର୍ଡ, ଧନ୍ୟବାଦ, ଏଟା ଆୟୁବ ଆମକୁ ଶିଖାଉଛନ୍ତି। ଆୟୁବ କହୁଛନ୍ତି ଯେ ଦୁନିଆରେ ଏଇ ପ୍ରକାର କୌଣସି ପ୍ରକାର ପରିସ୍ଥିତି ନାହିଁ ଯୋଉ ପରିସ୍ଥିତିରେ ପରମେଶ୍ୱରଙ୍କୁ ଆରାଧନା କରିହେବ ନାହିଁ। ପ୍ରତ୍ୟେକ ପରିସ୍ଥିତିରେ ତାଙ୍କର ଆରାଧନା କରିହେବ, ମହିମା କରିହେବ, ତାଙ୍କର ଗୌରବ କରିହେବ। ପ୍ରିୟମାନେ, ପ୍ରଭୁଙ୍କର ସ୍ତୁତି ହେଉ, ମହିମା ହେଉ। କୌଣସି ପରିସ୍ଥିତି ଆମକୁ ପରାଜୟ ନ କରୁ, କାରଣ ଆମର ପରମେଶ୍ୱର କୌଣସି ଅସହ୍ୟ ପରୀକ୍ଷାରେ ଆମକୁ ପରୀକ୍ଷିତ ହେବା ପାଇଁ ଦେବେ ନାହିଁ। ପରୀକ୍ଷା ଘଟୁ ଘଟୁ ସେ ଉଦ୍ଧାରର ପଥ ମଧ୍ୟ ସେ ଖୋଲିବା ପରମେଶ୍ୱର ସେ ଅଟନ୍ତି। ହେଲେ କହିବା ପାଇଁ ଚାହେଁ, ଯୁବା ଯୁବତୀ ମାନେ, ବୟସ ହେଇଯାଉଛି, ଆଉ କୁଆଡେ ପ୍ରସ୍ତାବ ଆସୁନାହିଁ, ଚାଲ କିଛି ଗୋଟେ ଭୁଲ କାମ କରିଦେବା, ଏଇ ପ୍ରକାର ବିଷୟ ଗୁଡିକ ଆମମାନଙ୍କ ଜୀବନରେ ନ ହେଉ। ରୋଗ ସୁସ୍ଥ ହେଉନାହିଁ, କୌଣସି ପ୍ରକାର ଜବ ମିଳୁନାହିଁ, ଏଇ ପ୍ରକାର ଭାବିକିନା ଆମେ ବ୍ୟସ୍ତ ହେବା ଦରକାର ନାହିଁ।
ଆମେ ଏବେ ରିଜରେକ୍ସନ ଡେ ପାଳନ କରୁ। ରିଜରେକ୍ସନ ଡେ ଆମକୁ କଣ କହେ? ତୋର ପ୍ରତ୍ୟେକ ସମସ୍ୟାର ସମାଧାନ କରିବା ପାଇଁ ମୁଁ କବରରୁ ବାହାରିକିନା ଆସିଛି। ଆଉ ମୁଁ ମଲା ପ୍ରଭୁ ନାହିଁ, ବଞ୍ଚିଲା ପ୍ରଭୁ। ତୋ ଜୀବନରେ ଯାହା ବି ସମସ୍ୟା ଅଛି ମୁଁ ପ୍ରତ୍ୟେକ ସମସ୍ୟାର ସମାଧାନ କରିପାରିବି। ତୁ କୌଣସି ବ୍ୟସ୍ତ ହେବା ଦରକାର ନାହିଁ। ଏଇଟା ପରମେଶ୍ୱର ଆମକୁ କହୁଛନ୍ତି ପିଲାମାନେ। ସେଥିପାଇଁ କୌଣସି ପରିସ୍ଥିତି ଆମକୁ ପରାସ୍ତ ନ କରୁ। ପ୍ରତ୍ୟେକ ପରିସ୍ଥିତି ଉପରେ ଜୟଲାଭ କରିବା ପାଇଁ ପରମେଶ୍ୱର ଆମକୁ ଶକ୍ତି ଦେଇଛନ୍ତି, ସାମର୍ଥ୍ୟ ଦେଇଛନ୍ତି। ଆୟୁବଙ୍କର ଶକ୍ତିର ରହସ୍ୟ କଣ ଆପଣ ଜାଣିଛନ୍ତି? ଏତେ ସବୁ ପରିସ୍ଥିତି ମଧ୍ୟରେ ଆୟୁବ ଗୋଟିଏ ଖୁଣ୍ଟ ପରି କେମିତି ଠିଆ ହେଇପାରିଲେ? ତାଙ୍କ ଶକ୍ତିର ରହସ୍ୟ କଣ ଲେଖାଯାଉଛି? ଯଦି ପଢିବେ ମୋ ସହିତ ଆପଣ ଆୟୁବ ପୁସ୍ତକ 23 ଅଧ୍ୟାୟ 12 ପଦ। ଆୟୁବ 23 ଅଧ୍ୟାୟ 12 ପଦ ଟିକେ ପଢିବେ। ମୁଁ ତାହାଙ୍କ ଓଷ୍ଠାଧରର ନିର୍ଗତ ଆଜ୍ଞାରୁ ବିମୁଖ ହୋଇନାହିଁ। ମୁଁ ଆପଣା ଆବଶ୍ୟକ ଆହାର ଅପେକ୍ଷା ଅଧିକ ତାହାଙ୍କ ମୁଖର ବାକ୍ୟ ସଞ୍ଚୟ କରିଅଛି। ଏଟା ହଉଛି ଆୟୁବଙ୍କର ଶକ୍ତିର ରହସ୍ୟ। ମୋର ଆବଶ୍ୟକ ଆହାର ଅପେକ୍ଷା ମୋର ଡାଲି, ଚାଉଳ, ମୋର ବିଭିନ୍ନ ପ୍ରକାର ଖାଦ୍ୟ ଗୁଡିକ ରହିଛି, ସେ ସବୁ ଖାଦ୍ୟ ଠାରୁ ମୁଁ ଅଧିକ କୋଉଟା ସଞ୍ଚୟ କରିଛି? ତୁମର ବାକ୍ୟ। ସେଥିପାଇଁ ଆୟୁବ ଖୁଣ୍ଟ ପରି ଠିଆ ହେଲେ। ସେ ବାଇବଲ ଆମକୁ କହେ, ଯାହାର ଘର ପାଷାଣ ଉପରେ ନିର୍ମିତ, ଧକ୍କା ଲାଗିଲା, ତୋଫାନ ଆସିଲା, ଏତେ ସବୁ ହେଲା, କୌଣସି ପ୍ରକାର କ୍ଷତି ହେଲା ନାହିଁ। କାରଣ ପାଷାଣ ଉପରେ ନିର୍ମିତ ହେଇଥିବା ଗୃହ। ପ୍ରିୟମାନେ, ଆଜି ଆମକୁ ଯୋଉ ପ୍ରକାର ଭାବରେ ବାକ୍ୟ ମିଳୁଛି, ଏତେ ସବୁ ବାକ୍ୟ ପାଇ ଆମେ ପରାଜୟ ଜୀବନ କେମିତି ଆମେ କାଟି ପାରିବା? ଆମକୁ ମୋବାଇଲ ଫୋନ ପରାଜୟ କରୁଛି, ଆମର ଜିଭ ଆମକୁ ପରାଜୟ କରୁଛି, ଆଖି ଆମକୁ ପରାଜୟ କରୁଛି, ଆମର ହାତ ଆମକୁ ପରାଜୟ କରୁଛି। ଦିନ ସାରା ଯୁବା ଯୁବତୀ ମାନେ ଫୋନକୁ ଧରି ଘଷୁଥିବେ। କେହି ମଧ୍ୟ ବେକାର ନାହାନ୍ତି, ସମସ୍ତଙ୍କ ହାତକୁ କାମ ଅଛି। ମୋବାଇଲ ଫୋନ ଧରି ଘଷ ଘଷ ଘଷ। ଏଇ ପ୍ରକାର ପରିସ୍ଥିତିରେ ଆମେ ଅଛୁ। ଆମ ପାଖରେ ବାକ୍ୟ ନାହିଁ। ଆମ ପାଖରେ ମାତ୍ର ଆୟୁବ ଏତେ ନମ୍ବର 1 ଧନୀ, ଉଷ ଦେଶର ନମ୍ବର 1 ଧନୀ ବ୍ୟକ୍ତି। ସେ କହୁଛନ୍ତି, ଯେତିକି ମୋର ଖାଇବାଟା ନାହିଁ ତାଠୁ ବେଶୀ ମୋ ପାଖରେ ବାକ୍ୟ ଅଛି। ଏତେ ବାକ୍ୟ ଥିବା ବ୍ୟକ୍ତିଙ୍କ ଜୀବନରେ ଶୟତାନ କି ପ୍ରକାର ଭାବରେ ତାକୁ ନଷ୍ଟ କରିପାରିବ, କି ପ୍ରକାର ଭାବରେ ତାକୁ ତଳକୁ ପକେଇ ଦେଇପାରିବ? ସେଥିପାଇଁ କହିବା ପାଇଁ ଚାହେଁ, ବାଇବଲକୁ ଥାକରେ ରଖନ୍ତୁ ନାହିଁ, ବାଇବଲକୁ ହୃଦୟରେ ରଖନ୍ତୁ। ସେଥିପାଇଁ ଗୀତରତକ କହିଲେ, ମୁଁ ଯେ ପ୍ରକାର ତୁମ ବିରୁଦ୍ଧରେ ପାପ ନ କରେ, ତୁମ ବାକ୍ୟକୁ ମୋ ହୃଦୟରେ ମୁଁ ସାଇତି କରି ରଖିଅଛି। ପ୍ରଭୁଙ୍କର ସ୍ତୁତି ହେଉ। ଆମେ ଯୋଉ ପରମେଶ୍ୱରଙ୍କର ସେବା କରୁଛୁ ପ୍ରିୟମାନେ, ସେ ପରମେଶ୍ୱର ଆମକୁ କହୁଛନ୍ତି, ଦୁନିଆର କୌଣସି ପରିସ୍ଥିତି ଏମିତି ନାହିଁ ଯୋଉଟା କି ତୁମକୁ ପରାଜୟ କରିପାରିବ। ସେ ଖ୍ରୀଷ୍ଟଙ୍କ ସହିତ ବିଜୟ ଯାତ୍ରାରେ ଆମକୁ କଢେଇ ନଉଛନ୍ତି। ଆୟୁବଙ୍କ ଜୀବନରେ ଯୋଉ ପ୍ରକାର ପରିସ୍ଥିତି ଘଟିଛି, ଗୋଟେ ଦିନରେ 10ଟା ଫ୍ୟୁନରାଲ ସର୍ଭିସ, 10ଟା ଗାତ ଖୋଳା ହଉଛି, 10ଟା ପେଢି ତିଆରି କରାଯାଉଛି, ଆଉ 10 ଜଣଙ୍କୁ ଗୋଟେ ଦିନ ପୋତିକିନା ଆସି ସେ ବାପା ମୁଣ୍ଡ ମସ୍ତକ ମୁଣ୍ଡନ କରି ବସ୍ତ୍ର ଚିରି ଭସ୍ମରେ ବସି ପରମେଶ୍ୱରଙ୍କର ଗୌରବ 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 କରୁଛନ୍ତି। ସଦାପ୍ରଭୁ ଦେଲେ, ସଦାପ୍ରଭୁ ନେଲେ, ତାଙ୍କ ନାମର ସ୍ତୁତି ହେଉ, ତାଙ୍କ ନାମର ମହିମା ହେଉ। ପ୍ରିୟମାନେ, ଆମମାନଙ୍କ ବାଗରା ଚର୍ଚ୍ଚରେ ମୁଁ ଦେଖିଛି ଆମର ଭାଇମାନଙ୍କୁ, ତାଙ୍କର ରିଲେଟିଭ ଯଦି କିଏ ମେଡିକାଲରେ ଥିବେ, ତାହେଲେ ରବିବାର ଦିନ ଆସିଲେ ତାଙ୍କୁ କହିବେ, ସେ ଯିଏ ମେଡିକାଲରେ ପଢିଛନ୍ତି ସେ ନିଜେ କହିବେ, ମୁଁ ଏକଲା ଅଛି, ପ୍ରଭୁ ମୋ ସହିତ ଅଛନ୍ତି, ତୁମେ ବ୍ୟସ୍ତ ହେବା ଦରକାର ନାହିଁ, ତୁମେ ସବୁ ଚର୍ଚ୍ଚକୁ ତୁମେ ଯାଅ, ମୁଁ ଏକଲା ଏଠି ଥିବି। ସମସ୍ତଙ୍କୁ ଚର୍ଚ୍ଚକୁ ପଠେଇଦେବେ। ଏକଲା ହେଇକା ରହିକିନା ସେମାନେ ପ୍ରଭୁଙ୍କର ଗୌରବ କରିବେ। ପ୍ରଭୁଙ୍କର ସ୍ତୁତି ହେଉ। ଆମକୁ ଛୋଟିଆ ଛୋଟିଆ ବିଷୟ ଗୁଡିକ ଆମକୁ ପରାଜୟ କରିଦଉଛି। ଆମର ବିଶ୍ୱାସ କି ପ୍ରକାର ବିଶ୍ୱାସ? କାରଣ ବିଶ୍ୱାସ ଶ୍ରବଣରୁ ଜାତ ହୁଏ। ଆୟୁବଙ୍କ ପାଖରେ ସେଇ ପ୍ରକାର ବିଷୟ ଥିଲା। ଏ ଶୈତାନ ଭାବୁଥିଲା ଏ ଆୟୁବଙ୍କର ବିଶ୍ୱାସ ଧନ ଉପରେ ଅଛି, ତାଙ୍କର ପୁଅ ଝିଅ ଉପରେ ଅଛି। ନାଇଁ, ଆୟୁବଙ୍କ ବିଶ୍ୱାସ ବହୁତ ଗଭୀରରେ ଥିଲା। ମୁଁ ଆଜି କହିବା ପାଇଁ ଚାହେଁ, ଆମମାନଙ୍କର ପରିସ୍ଥିତି କଣ ହେବ ଜଣା ନାହିଁ। ଆମେ ଯୋଉ ପ୍ରକାର ସମୟ ମଧ୍ୟରେ ଆମେ ବାସ କରୁଛୁ,
जो प्रकार परिस्थिति आम मध्य अच्छी सेई प्रकार परिस्थिति रे आमको कौन कौन करा जिवो बाइबल रे गोटे लेखा है पदटा मु आपण मानकु पढुची एवरी पुस्तक गोटे पद मु पढुची सेटा मोर नोट्स भितर नथिला हेले भी आपण मानक निमंत्र टिके पढुची 11-10 अध्याय को फिटेबे टिके यार 34 पदरु କାରଣ ତୁମ୍ଭେମାନେ ବନ୍ଦୀମାନଙ୍କ ସହିତ ଦୁଃଖ ଭୋଗ କରୁଥିଲ, ଆଉ ତୁମ୍ଭମାନଙ୍କ ନିଜର ଯେ ଅଧିକ ଉତ୍ତମ ଓ ନିତ୍ୟସ୍ଥାୟୀ ସମ୍ପତ୍ତି ଅଛି, ଏହା ଜାଣି ଆନନ୍ଦରେ ତୁମ୍ଭମାନଙ୍କ ସମ୍ପତ୍ତିର ଲୁଣ୍ଠନ ସହ୍ୟ କରୁଥିଲ। संपत्तिर लुंठन सह करथिले ए मझिरे अंकित सावंत से गोटे तांकर साक्ष्य दउथिले से तळे स्कूल जाउथिले सेही समय रे कॉलेज जाउथिले सेही समय ता बापा को कहउथिले बापा मते गोटे बाइक गोटे किनी किना दियो मु बाइक धरि किना मु स्कूल को जिबा पाई चाहूची कॉलेज को जिबा पाई चाहूची दिन गडी गला तांग बापा बाइक किनी देई पारले नै ता पछे एमती गोटे समय आसिला अंकित सावंत से प्रभु को पाई गले प्रभु को पाईगला परे सेई बापा तांको कहउचंती तू जो जीसु को छाड़ी देबु ना रे पुओ तते मु बाइक देबी बोल कहले से तू जो बाइक चाहूतिलु से बाइक तते किनी के देबी से कहले दुनियार सब किछि छाड़ी देबी सिना मु जीसु को छाड़ी परिबि नै बस तार साक्ष्य से कहू सब नहीं मते जीसु धन दियो आमे गीत आमे गाउछु दुनियार सब जाऊ आमर एमती परिस्थिति अच्छी आम घरे आसी आम फ्रिज नहीं जिबे आम घरे आसी आम टीवी नहीं जिबे आम घरे आसी आम सब नहीं जिबे कारण से समय रे एब्रियो मानक समय रे ए रोमान किंगडम समय रे से लिखा जाउची ए माने क्रिश्चियन हेला परे तांको घर भितरे पसी तांको संपत्ति गुडी को गोटे परे गोटे कि आलमेरा दरकार आलमेरा नहीं गले काहाकू सुना गहना दरकार सुना गहना नहीं गले काहाकू बाइक दरकार काहाकू बाइक नहीं गले मुझे कंधमाल जाइथिली से माने कहउथिले आज्ञा आम आखि आगे जड़े जड़े आम जिनस पत्र नहीं कि पलि गले आज्ञा सब जिनस पत्र नहीं गले आम जीसु को छाड़लु नहीं आज्ञा जीसु को आम धरिकिना आम रखिलु आम प्रभुंकर स्तुति हो प्रभुंकर महिमा हो प्रिय माने कौन आम ख्रीष्ट प्रेम रु अलगा करि परिबो दुनिया एमती कौन अच्छी जोड़ा ख्रीष्ट प्रेम रु आमको अलगा कर दे परबो एमती कोन परिस्थिति अच्छी जो परिस्थिति आमको पराजय करि पारि लेखा जाए तुम माने आनंदर सहित जितेबाला गोटे फ्रिज नौथिले खुशी होथिले ए फ्रिज कौन जितेबाला हम स्वर्ग रे जीवु आठु केते गुण हमको मिलिबो जितेबाला नहीं जाउथिले खुशी होथिले देखी देखी आवरी निया एटा भी अछि देखी न कि एटा भी नहीं जाओ ग्राइंडर तो दरकार नहीं कि ग्राइंडर तो नहीं जाओ मोबाइल दरकार नहीं मोबाइल नहीं जाओ सब देई दोथिले प्रिय माने केमती लिखा जाउची एहा जानी आनंदरे तुम्भ मानकर संपत्तिर लुंठन सहाय करथिले आज जदि हम चाखेंडे जगह कार नहीं जिबे बड़ बाबू मोर चिन्हा आज तो ना रे गोटे केस करबी जानिछु ना मल्ला पता सिठिया का पत्ते होते आज हम क्रिश्चियन भाई भूणी माने मध्य चाखेंडे जगह पाई गंडगोल तुमर कुकड़ा आम घरे आसी कहीं अंडा देला तो ऑमलेट करी खाइबो एथि पई कोन गंडगोल एटा माने कु प्रकार परिस्थिति मध्य रे आमे अछु आमे कोनोसी परिस्थिति हमको पराजय करि परिबो नहीं आइबो स्कॉलर माने कहंती बाइबल रो प्रथम पुस्तक जो लिखा जायछि आइबो पुस्तक सूर्य चंद्र तारा पृथ्वी केमती हैला सेटा तुमे प्रथमे जानो नहीं प्रथमे जानो गोटी आत्मिक व्यक्ति केमती रहिबे सेटा तुमे प्रथमे तुमे जानो सेही विषय से लिखिकिना दैछंती प्रिय माने सेटा कहिबा पाई चाहि एबे वाक्य दिया जाउछि वाक्य को आपण ग्रहण करते एमती गोटे समय आसीबो जे वाक्यर दुर्भिक्ष हेबो हेई सारलाणी वाक्य मिलु नहीं आजिकाली खाइबाटा पीबाटा भल मिलुछि आमर पूजारी पुटरू आमर मार्केट जाए जेतकी खाइबा दुकान हेइछि हिसाब नहीं खाइबा दुकान घर को बाहर ले चौमिन बासना आसुची पकुड़ी बासना आसुची घर को किमिति उपवास करू आम जानी पारुनु आम बाहर ले तो खाली बासना आसुची आमर घर सामने गोटे चौमिन दुकान करछि मु जाई पारु नहीं से जे खाइले पास्टर जे खाउची बोली कहबे बोली मु खाई मध्ये पारु नहीं सेठी प्रिय माने की प्रकार अवस्था गुडी को हेइछि मु कहबा पाई चाहि एई प्रकार कोनोसी परिस्थिति नहीं जो परिस्थिति की आपण को मते पराजय करि पारे
परमेश्वर सब प्रकार बंदोबस्त आम निमंते करिसंत। आईबଙ୍କ परि परिस्थिति तांकर थिला, मात्र से कौनसी प्रकार भावरे पराजय हेले। लास्ट को से कहला सबु तो हेला आउ गोटे चांस दब कि मते? प्रभु तांको आउ गोटे चांस मते दउछंती। ताकू जो छुई देबी फुटका जाक होइजिवो बोली कहले, से निहाती तुमको अस्वीकार करिबो। आमे गोटे व्रण हो गले तो आमर दिन राति अंधार हो जाउची, केमिति लुचेबो से व्रण को? हाँ बुझंतु, देह सारा फुटका, बसी पारु नांती, सोई पारु नांती, आंठेई पारु नांती, एमती फुटका हाइबंको हेइची। आइब समस्त सरी शैतान सबको मारदेला। काहाकू? तांकर 10 पुओ झियो को मारदेला, मात्र कौन करिछि? तांको स्त्री को बंचेइकिना रखिछि। से भल भाବରେ ଜାଣିଛି ये मले एते काम दे माने बंची थिले बहुत भल काम दे कि अवस्था एटा। सेदिपाई से बंचेइकिना रखिछि। दुनियार सब लोक हमको पिंच मारले एते बथेइबनी, निजर पंजरा हाड़ पिंच मारदेला बेले ओहो बेसी बथेइबो। सेदिपाई से पंजरा हाड़ को बंचेइकिना से रखिछि। ठीक अछि, आकु गोटे अस्त्र भाବରେ व्यवहार मु करिबी। भणी माने मते गाली करंतु नाही हला, बाइबल कथा मु कहूची। हाँ, से कौन कहूची? 8 पद 2 अध्याय 8 पद टिके पढ़िबा आमे ना 7 पदरु पढ़ंतु। आइब 2 अध्याय 7 पद। ଏଥିଉତାରେ ଶୈତାନ ସଦାପ୍ରଭୁଙ୍କ ଛାମୁରୁ ବାହାରି ଯାଇ ଆଇବର ତଳିପାରୁ ମସ୍ତକ ପର୍ଯ୍ୟନ୍ତ ମହାଜଳାଜନକ ବିସ୍ଫୋଟ କରି ତାହାଙ୍କୁ ଆଘାତ କଲା। होला ଏଣୁ बुझ ସେ किमिति एरा विस्फोटक माने हमर भाषा रे बथ होला। जागु बथ होईची, गोटे बथ होईची आ बोलते गाड़ी हेबो, आ गाड़ी चले हेबो नै, बसी हेबो नै, किछि करि हेबो नै। बथर प्रभाव हमकु जणा, हमकु से बथ सेमति हुए। आ जागा देखि देखि बथ हुए सेटा सेमति। हेले आ बथ होई जाईची, बथ होला परे एमिति चारिआडे ହେଇଛି, गोटे दिटा हेले चारिआडे ହେଇ ଯାଇଛି। ହେଲା ପରେ 8 ପଦ ପଢନ୍ତୁ ଟିକେ। ତେଣୁ ସେ ସର୍ବାଙ୍ଗ କୁଣ୍ଡାଇବା ପାଇଁ ଖଣ୍ଡେ ଖପରା ନେଲା ଓ ସେ ଭସ୍ମ ମଧ୍ୟରେ ବସିଲା। ବସିଲା, ଖପରାରେ କୁଣ୍ଡଉଛନ୍ତି, ହାତରେ କୁଣ୍ଡେଇଲେ ହେବ ନାହିଁ ବୋଲେ ଏତେ କୁଣ୍ଡାଣି, ଏତେ କଷ୍ଟ ଭାବି ଦେଖନ୍ତୁ। ଏଇ ପ୍ରକାର ପରିସ୍ଥିତି ଆୟୁବଙ୍କର ଗୋଟେ ପରେ ଗୋଟେ ପରୀକ୍ଷା, ଗୋଟେ ପରେ ଗୋଟେ ପରୀକ୍ଷା ହେଲା ପରେ ତାଙ୍କର ଯୋଉ ବହୁତ କଣ କହିବେ, ତାଙ୍କର ସ୍ତ୍ରୀ, ତାଙ୍କର ପ୍ରେମିକା ସ୍ତ୍ରୀ, ସୁନ୍ଦରୀ ସ୍ତ୍ରୀ, ଯିଏକି ତାଙ୍କର ସେଇ ସୁନାହାର ପିନ୍ଧିଛନ୍ତି, ଯିଏକି ତାଙ୍କର ଗାଡିରେ ବସି ବୁଲିଛନ୍ତି, ତାଙ୍କ ସହିତ ଅନେକ ହୋଟେଲରେ ଯାଇ ମସ୍ତି ଖାଇଛନ୍ତି, ଆଉ ସେଲଫି ଉଠେଇଛନ୍ତି, ଲୋକକୁ କହିଛନ୍ତି ବେଷ୍ଟ ହଜବେଣ୍ଡ ଅଫ ଦ ୱାର୍ଲଡ ବୋଲି ସେ ବହୁତ ସାକ୍ଷ୍ୟ ଦେଇଛନ୍ତି। ଆଉ ଏବେ ସେ କଣ କହୁଛନ୍ତି ଦେଖ। ତହିଁରେ ତାହାର ଭାର୍ଯ୍ୟା ତାହାକୁ କହିଲା, ତୁମ୍ଭେ କି ଏ ଯାଏ ଆପଣାର ସରଳତା ଦୃଢ଼ କରି ଧରୁଅଛ? ପରମେଶ୍ୱରଙ୍କୁ ପରିତ୍ୟାଗ କରି ମର। ମୋର ବୋଲେ ବି ଚାହିଁଥାନ୍ତା, ମୋର ବୋଲି ଦଉଛି। କି ପ୍ରକାର ଅସୁବିଧା ଟିକେ ଆପଣ ବୁଝିପାରନ୍ତି। ନିଜ ସ୍ତ୍ରୀ ଆସିକିନା ସେ କହୁଛ ବୋଲେ ଏଟାକୁ ଆମେ ଅଲଗା ଭାବରେ ନେବା କଥା ନୁହେଁ। ଏତେ କଷ୍ଟ ତାଙ୍କ ସ୍ତ୍ରୀ ମଧ୍ୟ ଦେଖିକିନା ସହି ପାରୁନାହାନ୍ତି। ଗୋଟେ ଏମିତି ଏମିତି କୁଣ୍ଡଉଛନ୍ତି, ହେଲା ଏମିତି କୁଣ୍ଡଉଛନ୍ତି, ପ୍ରେଜ୍ ଦ ଲର୍ଡ, ହାଲେଲୁୟା ବୋଲେ କାହାକୁ ଈର୍ଷା ଲାଗିବ ନାହିଁ। ଏମିତି ଦୁଃଖ ସମୟରେ ମଧ୍ୟ ପ୍ରେଜ୍ ଦ ଲର୍ଡ, ହାଲେଲୁୟା, ସବୁବେଳେ ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଏମିତି ପରିସ୍ଥିତି ଆୟୁବଙ୍କର ଅଛି। ସେଇ ସମୟରେ ତାଙ୍କ ସ୍ତ୍ରୀ ଦେଖିଲେ 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 ଆଉ କହିଲେ, ପରମେଶ୍ୱରଙ୍କୁ ଛାଡ, ଏବେ ଯାଏ ସରଳତା ତୁମେ ଧରିକିନା ରଖିଛ, ପରମେଶ୍ୱରଙ୍କୁ ଛାଡିକିନା ତୁମେ କଣ କର, ମର। ଏମିତି କଥା କହିଲା ପରେ ଏବେ ସେ ଭାବୁଛି, ଏମିତି ଇଞ୍ଜେକ୍ସନ ଦେଲା ପରେ ତ ଆଇବ ଏବେ ପରମେଶ୍ୱରଙ୍କୁ ଗାଳି କରିବ, ପରମେଶ୍ୱରଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରକାର ମନ୍ଦ କଥା କହିବ। ସତ କଥା ପ୍ରଭୁ, ମୋ ସ୍ତ୍ରୀ ଠିକ କଥା କହୁଛି, ମୋର ବହୁତ କଷ୍ଟ, ମୋର ବହୁତ ଯନ୍ତ୍ରଣା ପ୍ରଭୁ, ତ ବୁଝୁନ କାହିଁକି ପ୍ରଭୁ? ସେମିତି କହୁନାହାନ୍ତି। ସେ ଏବେ ଆଇବଙ୍କର କଥା ଟିକେ, ଭାଷା ଟିକେ ଶୁଣନ୍ତୁ। ଏମିତି ପରିସ୍ଥିତି ସେ ତାହାକୁ କହିଲା, ତୁମ୍ଭେ ଏକ ମୁଢା ସ୍ତ୍ରୀ ପରି କଥା କହୁଅଛ। କଣ ଆମ୍ଭେମାନେ କି ପରମେଶ୍ୱରଙ୍କ ହସ୍ତରୁ ମଙ୍ଗଳ ଗ୍ରହଣ କରିବା, ଆଉ ଅମଙ୍ଗଳ କଣ ଗ୍ରହଣ କରିବା ନାହିଁ? ଏହି ସବୁରେ ଆଇବ ଆପଣା ଅଷ୍ଟରେ ପାପ କଲା ନାହିଁ।
ହୁଁ ଏରା ହଉଛି ଆଇବଙ୍କର ଜୀବନ। ମୋ ପାଖରେ କେତେ ସମୟ ଅଛି ଆହୁରି କହିବେ? 8:30 ଓକେ ଆଉ ବାସ୍ 17 ମିନିଟ ଅଛି। ଓକେ ମିଛର ମିନିଟ ନାହିଁ 17 ମିନିଟ ଅଛି ହେଲା। 17 ମିନିଟରେ ଆମେ ଚାଲିବା। ଓକେ ପ୍ରଭୁଙ୍କର ଗୌରବ। ମାନେ ଏଇଟା ଲମ୍ବା ଟପିକ। ଆମେ ଆହୁରି 2 ଘଣ୍ଟା ମଧ୍ୟ ଶୁଣିପାରିବା। ଏଇଟା ଏଇଟା ବାଇବଲ ସାରା ଏଇ ଟପିକ ଏକା ଅଛି ହେଲା। ଆମେ ଯେତେ ଆମେ ଶୁଣିବା ଆମେ ସେତେ ଭଲ ଲାଗିବ। ତା ପଛେ ଆମେ ମଧ୍ୟ ନେକ୍ସଟ ଟାଇମ ଆମ ପାଇଁ ଲେଖାଯିବ ବୋଲି କହିଲେ ଆଇବ ପୁସ୍ତକ। ତା ପଛେ ଲେଖାଯିବ ସେଇ ଜାଗାରେ ସଂଗ୍ରାମ ପୁସ୍ତକ। ସେଇ ଜାଗାରେ ବିଭିନ୍ନ ପ୍ରକାର ପୁସ୍ତକ ଗୁଡିକ ଲେଖାଯିବ। ଆମର ପୁସ୍ତକ ଲେଖା ବେଳେ କଣ ଆମେ କରିଛୁ ସେଇଟା ପଛେ ଆମେ ଜାଣିପାରିବା। ଆମେ ଠିକ ଅଛି ପ୍ରଭୁଙ୍କର ଗୌରବ ହଉ। ମାତ୍ର ସେ ସମୟରେ ଆଇବ କୌଣସି ପ୍ରକାର ପାପ କଲେନି। ମୁଁ ଆହୁରି କେତେ ଜଣଙ୍କ ବିଷୟକୁ ଆପଣ ମାନଙ୍କୁ ଦେଖେଇବି। ଜଣେ ବିଷୟ ଦେଖିବା ଆମର ସେଇ 17 ମିନିଟ ଟାଇମରେ ଆମେ ଜଣେକୁ ଆମେ ଦେଖିବା। ଏଇଟା ବହୁତ ଇମ୍ପୋର୍ଟାଣ୍ଟ ବିଷୟ। ଆଜି ପୁସ୍ତକକୁ ଟିକେ ଆସିବେ ଆପଣ ମାନେ। ମୁଁ 5-6 ଜଣଙ୍କ ବିଷୟରେ ଲେଖିଛି। ଆମେ ଜଣେ ବିଷୟ ଦେଖିବା ଆମେ ଆଉ ସମାପ୍ତ କରିବା। ଏଇଟା ବହୁତ ବହୁତ ଟଫ୍ ବିଷୟ ଏଇଟା। ଆଦି ପୁସ୍ତକ 39 ଅଧ୍ୟାୟ 7 ପଦରୁ ପଢିବା ଆମେ। 39। ଆଉ ଆଉ ଉକ୍ତ ଘଟଣା ଉତ୍ତାରେ ତାହାଙ୍କର ପ୍ରଭୁର ଭାର୍ଯ୍ୟା ଯୋସେଫଙ୍କ ଉପରେ ଦୃଷ୍ଟି ପକାଇବାକୁ ଲାଗିଲା। ପ୍ରଭୁ ତାଙ୍କୁ କହିଲା, ତୁମ୍ଭେ ମୋ ସଙ୍ଗେ ଶୟନ କର। ମାତ୍ର ଦେଖନ୍ତୁ ଯୋସେଫ ସେତିକି ଥାଉ। ହଁ ଆମେ ଧୀରେ ଧୀରେ ଯିବା ଭଲ ହେବା ଆମ ପାଇଁ। ଆଇବଙ୍କୁ ଯୋସେଫଙ୍କୁ ତାଙ୍କ ଭାଇ ମାନେ ଗାତରେ ପକଉଛନ୍ତି। ଆଉ ଆଇବ ଯୋସେଫଙ୍କୁ ଆଳୁ ପିଆଜ ବୋଲି ଭାବିଲେ ଆଳୁ ପିଆଜ ପରି ବିକି ଦଉଛନ୍ତି ତାଙ୍କୁ। ସେ ବାପା ଆସିକିନା ପୋଟିଫରଙ୍କ ଘରେ ଚାକର ପରି କାମ କରୁଛନ୍ତି। ଚାକର ପରି ଖଟୁଛନ୍ତି। କେତେବେଳେ ଲାଟ୍ରିନ୍ ସଫା କରୁଛନ୍ତି, ଘର ସଫା କରୁଛନ୍ତି, ଲୁଗା କାଚୁଛନ୍ତି, ଖାଉଛନ୍ତି କି ନାହିଁ କି ଏଇ ପ୍ରକାର ଅବସ୍ଥା ଅଛି ଯୋସେଫଙ୍କର। ସେଇ ପ୍ରକାର ଅବସ୍ଥା ସମୟରେ ଆଉ ଗୋଟେ ସବୁଠୁ ବଡ ଟେମ୍ପଟେସନ ଯୁବା ଯୁବତୀ ମାନଙ୍କୁ, ଏଇଟା ହଉଛି ସବୁଠୁ ବଡ ଟେମ୍ପଟେସନ, ବଡ ପରୀକ୍ଷା। ଆଇବ ଯୋସେଫ ଏଇ ପ୍ରକାର ପରୀକ୍ଷା ମଧ୍ୟ ଦେଇ ଯାଉଛନ୍ତି। ତାଙ୍କର ନିଜର ମାଲିକାଣୀ ତାଙ୍କ ପ୍ରତି ଖରାପ ଦୃଷ୍ଟି ରଖୁଛନ୍ତି। ଭାବି ଦେଖନ୍ତୁ କି ପ୍ରକାର। ଆଜି ଏ ପୋଟିଫରଙ୍କର ସ୍ତ୍ରୀଙ୍କର ଆତ୍ମା ଏତେ ପରିମାଣରେ କାମ କରିଛି। ମୁଁ ସବୁବେଳେ କହେ ଆଜିକାଲିର ଯୁବା ଯୁବତୀ ମାନେ ଯେତିକି ପାପ କରୁନାହାନ୍ତି, ଆଜିର ବାହା ହେଇଥିବା ଲୋକମାନଙ୍କର ପାପ ସେତେ ଅଧିକ ପରିମାଣରେ ବଢି ଯାଇଛି। ମଝିରେ ଜଣେ ପୋଲିସରେ ଚାକିରି କରୁଛନ୍ତି, ମାସକୁ 50-60 ହଜାର ଟଙ୍କା ଦରମା ପାଉଛନ୍ତି। ତାଙ୍କର ସ୍ତ୍ରୀ ଏଇ ଫ୍ଲିପକାର୍ଟ ବାଲା ସହିତ ପଳେଇ ଯାଉଛି। କି ପ୍ରକାର ପରିସ୍ଥିତି ଗୁଡିକକୁ ବୁଝନ୍ତୁ। ଏଇ ପ୍ରକାର ଜଣେ ସ୍ତ୍ରୀ ତାଙ୍କର ଭଲ ନର୍ସ ଚାକିରୀ କରୁଛନ୍ତି, ତାଙ୍କର ସ୍ୱାମୀ ବହୁତ ଭଲ, ବସ୍ କଣ୍ଡକ୍ଟର ସହିତ ତାଙ୍କର ଖରାପ ସମ୍ପର୍କ ଅଛି। ଏମିତି ପ୍ରକାର ପରିସ୍ଥିତି ମଧ୍ୟରେ ଆମେ ଯାଉଛୁ। ଆମେ ଦେଖନ୍ତୁ କି ପ୍ରକାର ଭାବରେ ପରିସ୍ଥିତି ଲୋକମାନଙ୍କୁ ପରାସ୍ତ କରି ପକଉଛି। ଆମେ କେତେ ସାବଧାନ ହେବାର ଆବଶ୍ୟକ ରହିଛି। ଆମେ ଭାବୁଛୁ ଯେ ବାହା ହେଇଯିବା ଲୋକଙ୍କୁ କୌଣସି ପ୍ରକାର ଟେମ୍ପଟେସନ ନାହିଁ, ପରୀକ୍ଷା ନାହିଁ, କେବଳ ଯୁବା ଯୁବତୀ ମାନଙ୍କ ପାଇଁ। ମୁଁ ସବୁବେଳେ କହେ ସ୍ୱାମୀ ସ୍ତ୍ରୀଙ୍କୁ ଡାକି ସେମାନଙ୍କୁ ଏଇ ସବୁ ଉପରେ କାଉନସିଲିଂ ମିଟିଂ ଯାକ ଆମର କରିବାର ଆବଶ୍ୟକ ରହିଛି। ଆଜି ଏଇ ପ୍ରକାର ପାପରେ ପଡିଛନ୍ତି। ସ୍ୱାମୀର ଫୋନରେ 15ଟା ପାସୱାର୍ଡ, ସ୍ତ୍ରୀଙ୍କ ଫୋନରେ 15ଟା ପାସୱାର୍ଡ। ତୁମେ ଏତେ ପାସୱାର୍ଡ କଣ ପାଇଁ ଲଗାଉଛ ତୁମ ଫୋନରେ? କାହିଁକି? ସେ ଭିତରେ ବିଭିନ୍ନ ପ୍ରକାର ମନ୍ଦ ବିଷୟ ଗୁଡିକ ରହିଯାଇଛି। ସ୍ୱାମୀ ଦେଖିଲେ ଅସୁବିଧା, ସ୍ତ୍ରୀ ଦେଖିଲେ ଅସୁବିଧା, ସେଇ ପ୍ରକାର ବିଷୟ ଗୁଡିକ ଅଛି। ଏଇ ଯୋଉ 44ଙ୍କର ସ୍ତ୍ରୀଙ୍କର ସ୍ପିରିଟ ଟା, ଏଇ ପ୍ରକାର ଖରାପ ସ୍ପିରିଟ ଟା ବର୍ତ୍ତମାନ ବହୁତ ପରିମାଣରେ କାମ କରୁଛି ଯୋସେଫଙ୍କ ଜୀବନରେ। ସେ ପୁଅର କେତେ ପ୍ରକାର ଦୁଃଖ, ସେ ପୁଅର ଜୀବନରେ ଗୋଟେ ଦର୍ଶନ ଅଛି। ମୁଁ ଦିନେ ବଡ ଲୋକ ହେବି, ମୋର ପରିବାରର ସୁଖ ଦୁଃଖର ମୁଁ ସାଥୀ ହେବି। ଏଇ ପ୍ରକାର ହେଲା ବେଳେ କାମ କ୍ଷେତ୍ରରେ ମୁଁ କହିବା ପାଇଁ ଚାହେଁ, ଆପଣ ଜବ୍ ଯାଇଥିବେ, ଗୋଟେ 44ର ସ୍ତ୍ରୀ ଜଗିଥିବ। ଆପଣ ସ୍କୁଲ ଯାଇଥିବେ, ଗୋଟେ 44ର ସ୍ତ୍ରୀ ଜଗିଥିବ। ଆପଣ କଲେଜ ଯାଇଥିବେ, ଗୋଟେ 44ର ସ୍ତ୍ରୀ ଜଗିଥିବ। ଆମେ ସେ ସବୁରୁ ଆମେ ସାବଧାନ ହେବାର ଆବଶ୍ୟକ ରହିଛି। କୌଣସି ପରିସ୍ଥିତି ଆମକୁ ପରାସ୍ତ ନ କରୁ ପ୍ରିୟ ମାନେ।
आज दुनियार चाहाणी अलगा, दुनियार कथबार्ता अलगा। आमे से सबरू आमକୁ धाइकिना पळेଇ ଯିବାକୁ ପଡିବ ଆମକୁ, नहले आमे सेमानक हाथ रे धरा पड़ी आमे नष्ट आमे हेई जिवो। आमे प्रभुंकर स्तुति हेउ महिमा हेउ, आमे एई प्रकार परिस्थिति गुडी करे न पडू, एथि पई आमको आगु को बढ़ी बढ़ी किना आमको जीवार अछि। जेतेबेले जोसेफଙ୍କ प्रति तांको मालिकाणीकर ए प्रकार गोटे खराब दृष्टि रहुछि, से समय जोसेफଙ୍କର प्रतिक्रिया कौन 8 पदर पढ़िबे। ମାତ୍ର ଯୋସେଫ ଅସ୍ୱୀକାର କରି ଆପଣା ପ୍ରଭୁର ଭାର୍ଯ୍ୟାକୁ କହିଲେ, ଦେଖ, ଏହି ଗୃହରେ ମୋହର ଜିମା ଯାହା ଅଛି, ମୋ ପ୍ରଭୁ ତହିଁର ତତ୍ତ୍ୱ ନିଅନ୍ତି ନାହିଁ। ସେ ମୋ ହସ୍ତରେ ଆପଣାର ସର୍ବସ୍ୱ ସମର୍ପଣ କରିଅଛନ୍ତି। ଦେଖନ୍ତୁ जोसेफ को ताकर बाउंड्री जोड़ा, आमको केतकी बाउंड्री भितरे आमको रहिबार अछि। जोसेफଙ୍କର बापाଙ୍କ नाम ହେଲା जाकूब। से जड़े ऐश्वरिक व्यक्ति, प्रभुଙ୍କ सहित चालुथिबा व्यक्ति, तांको पुओ को जो प्रकार भाव शिक्षा देइछथि। जोसेफଙ୍କ पाखरे बाइबल नाही, जोसेफଙ୍କ पाखरे मंडली नाही, जोसेफଙ୍କ पाखरे जूम नाही, यूट्यूब नाही, कौनसी प्रकार सुविधा नाही। विदेश रे अछंती ना माँ अछंती ना बापा अछंती। सेई स्थान रे देखंतु की प्रकार जीवन यापन करूछंती, से तांगर जीवन शैली की प्रकार एटा आमानकु सेति पई एई जो आदि पुस्तक रे जोसेफଙ୍କ विषय एते लेखा जाउछि। आदि पुस्तक रे अब्राहम को विषय बेसी लेखा जाइछि और जोसेफଙ୍କ विषय बेसी लेखा जाइछि। एटा हमें पढ़िबा, हमें जानिबा, बाइबल टिके बेसी मोटा हो बोले सब लेखा जाई नहीं। हमें से सब विषय गुडी को जानी हमें शिखिबार आवश्यक रहिछि। जोसेफଙ୍କର जीवन आजि जाय आमान को कथा कहूछि। ए प्रकार परिस्थिति मध्य रे केही मध्य मना करिबा कथा नुहे, मात्र जोसेफ की प्रकार भाव रे कथा कहू अछंती। लेखा जाउछि जोसेफ अस्वीकार कले, आमको सेटा जानिबार अछि। अस्वीकार करिबाटा हमें जानिबाकू पड़िबो। नाइ से मोर बॉस तो से मते जोठी छुई पारिबे, जोठी मते मते टच करि पारिबे। एठी से बॉस नहीं, एठी कार नहीं, एठी प्रभु आका सब किछि। एठी प्रिय माने किए कोठी आमको छुईबे, कुए कोठी कौन करिबे, आमे से कंप्रोमाइज करिबा कथा नुहे। जोसेफ सेमती करू नथिले, से अस्वीकार कले। तांको की प्रकार भाव रे गोटे आह्वान मिलला परी, की प्रकार भाव रे तांको टेम्पटेड करा जाउछि। आजि मध्य मोबाइल फोन द्वारा हमको टेम्पटेड करा जाउछि। आजि हमको विभिन्न प्रकार विषय गुड़िक द्वारा रास्ता रे गला बेले विभिन्न प्रकार पोस्टर, विभिन्न प्रकार विषय द्वारा हमको टेम्पटेड करा जाउछि। आमे से सब टेम्पटेशन को अस्वीकार करिबाटा शिखिबार अछि। जो समय रे आमे मने कर मोबाइल रे किछि देखुछु, सेही समय रे गोटे खराब सीन आसला, संगे संगे अस्वीकार करिबाटा आमे जानिबा को पड़िबो हमको, नहले आमे धरा पड़ी जिवो। आमे परिस्थिति अनेकों को पराजय करिबो। बुझंतु आजिकाली 14-15 वर्षर पुओ झियो माने से माने पळेई जाउछंती घरु मां बापाଙ୍କ विरुद्ध रे पाप करिकिना। काहेकि जाउछंती, सेमानक हाथ रे मोबाइल देइछंती। ए मोबाइल रो जो रील्स जाको एते वल्गर रील्स गुड़िक, सेटा छोट छोट पुओ झियो मानक एते टेम्पटेड कर दउछि, से माने तांकर टेम्पटेड को कंट्रोल करि पारु नाहंती। आ आमे पालक प्रचारक मान जदि पुओ झियो मानक मोबाइल दियो नै बोल कहले हमकु रागुछंती। हमर पुओ आमे दबु दियो, तुम ता पछे तुमे भुगुछ। तो आजिकाल पुओ झियो माने एक गले मोबाइल दरकार। के जन को तो मोबाइल न देखले 2 मिसा हो नै, से मानकु मोबाइल देखे देले ही जाउछ। से मानकु एमिति परिस्थिति रे से मानकु एते एडिक्ट करिया रखिचंती। मु कहे सुपर बुक बोली किना गोटे बुक अछि मोबाइल रे, सेटा देखो नाइ। आमे मोटू पतलू देखबू, सेति पे मोटू पतलू होउछ। तुमे छोटा भीम देखुचंती, निंजा हातुड़ी देखुचंती, आउरी से मन देखुचंती। से निंजा हातुड़ी रे कोन, से निंजा हातुड़ी रे जे से अछि से पिला, से केबे पाठ पढ़बो नै, से केबे पाठ पढ़बो नै। से सब बेले से निंजा हातुड़ी सिखो मोर होमवर्क टिके करि देबू, सिटा देखले कोनटा सिखबो से पिला माने। हमर पिला मान के माने पाठ पढ़वा दउ नांती। छोटा भीम बोली किछ अछि कि किछि नै, मात्र गोटे काल्पनिक कैरेक्टर को आनिका देले आमे से सब गुडी को आमे
ଦେଖୁଛୁ ଆଉ ବହୁତ ଶିଖୁଛନ୍ତି ଆମର ପୁଅ ଝିଅ ମାନେ। କଣ ଶିଖୁଛନ୍ତି? ନଷ୍ଟ ହଉଛନ୍ତି। କେତେ ଖରାପ ବିଷୟ ଗୁଡିକ ମାଇଣ୍ଡରେ ଭର୍ତ୍ତି କରାଯାଉଛି। ମୁଁ ସେ ନିଜ ହାତୁଡି ଦେଖୁଥିଲି। ସେ କେନେଚି ବୋଲି ସେ ପିଲାଟା ଅଛି। ସେ କେନେଚି ପିଲାର ଗୋଟେ ଗାର୍ଲଫ୍ରେଣ୍ଡ ଅଛି। ସେ ଏମଇ ସ୍କୁଲ ପଢୁଛି, ତାକୁ ଗୋଟେ ଗାର୍ଲଫ୍ରେଣ୍ଡ ଅଛି। ସେଟା ଦେଖିଲେ କଣ ହେବ? ସେଇ ପୋକ ଚୋବଉଛି। ଓକେ, ହଁ, 9 ପଦ ପଢିବା କି 8 ପଦ ପଢିଲୁ ନା ଆମେ? ହଁ ଆମେ, ହଁ 8 ପଦ ପଢିଲୁ, 9 ପଦ ପଢିବା ଆମେ। ମୁଁ ପଢିବି। ଏହି ଗୃହରେ ମୋ ଠାରୁ ବଡ କେହି ନାହିଁ। ତୁମ୍ଭେ ତାଙ୍କର ଭାର୍ଯ୍ୟା। ଏଥି ନିମନ୍ତେ କେବଳ ତୁମ୍ଭ ଛଡା ମୋ ପ୍ରତି ଆଉ କିଛି ମନା ନାହିଁ। ଏ ହେତୁ ମୁଁ କି ରୂପେ ଏଡେ ବଡ ଦୁଷ୍ଟତା ଓ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିପାରେ? ଆଜି ଆମେ ଜାଣିବାର ଆବଶ୍ୟକ ରହିଛି ଯେ ଆମର ପରମେଶ୍ୱର ସବୁ ସମୟରେ ଆମ ସହିତ ଅଛନ୍ତି। ଆମକୁ ସେ ଦେଖୁଛନ୍ତି। ଏଇ ଯୋସେଫ ଶାରୀରିକ ଅଭିଳାଷ ଉପରେ ଜୟ କରିବାର ମୁଖ୍ୟ କାରଣ ତାଙ୍କ ପାଖରେ କିଛି ନଥିଲା, ମାତ୍ର ପରମେଶ୍ୱରଙ୍କର ଭୟ ଥିଲା। ଆଇବଙ୍କ ପାଖରେ କଣ ଥିଲା? ପରମେଶ୍ୱରଙ୍କ ବାକ୍ୟ। ଯୋସେଫଙ୍କ ପାଖରେ କଣ ଅଛି? ପରମେଶ୍ୱରଙ୍କର ଭୟ। ପରମେଶ୍ୱରଙ୍କର ଭୟ ଯଦି ଆମର ପୁଅ ଝିଅ ମାନଙ୍କୁ ମିଳିବ, ପାଇବେ, ଦୁନିଆର ଯେକୌଣସି ସ୍ଥାନକୁ ଛାଡି ଦିଅ, ତାଙ୍କୁ କୌଣସି ବିଷୟ ନଷ୍ଟ କରିପାରିବ ନାହିଁ। କୌଣସି ବିଷୟ ସେମାନଙ୍କୁ ବର୍ବାଦ କରିପାରିବ ନାହିଁ। ପରମେଶ୍ୱରଙ୍କର ଭୟ ଦରକାର। ସେଥିପାଇଁ ଗୀତ ରଚକ ଦାଉଦ କହୁଛନ୍ତି, ହେ ବାଳକ ମାନେ ଆସ, ମୁଁ ତୁମ୍ଭମାନଙ୍କୁ ସଦାପ୍ରଭୁଙ୍କର ଭୟ ଶିଖେଇବି। ହୁଁ? ସେଇଟା ପରମେଶ୍ୱରଙ୍କୁ ଡରିବାଟା। ଆଜି ବାପାଙ୍କ ଠାରୁ ପରମେଶ୍ୱରଙ୍କୁ କେମିତି ଭୟ କରିବା ଶିଖିବାର ଅଛି। ମାଙ୍କ ଠାରୁ ପରମେଶ୍ୱରଙ୍କୁ ଭୟ କରିବାଟା ଶିଖିବାର ଅଛି। ଆଜି ମା ବାପାଙ୍କ ଜୀବନରେ ମଧ୍ୟ ପରମେଶ୍ୱରଙ୍କର ଭୟ ନାହିଁ। ଆମେ ପରମେଶ୍ୱରଙ୍କ ଭୟ ଆମ ଜୀବନରେ ନାହିଁ। ପରମେଶ୍ୱରଙ୍କ ଭୟ ଆମ ଜୀବନରେ ରହିବାର ଅଛି। ଯୋସେଫଙ୍କ ଜୀବନରେ ତାଙ୍କ ବାପା ଶିଖେଇଥିଲେ, ପୁଅରେ ପ୍ରଭୁଙ୍କୁ ଭୟ କରିବ। ଜାକୁବ ମଧ୍ୟ ପରମେଶ୍ୱରଙ୍କୁ ଭୟ କରୁଥିବା ଗୋଟେ ବ୍ୟକ୍ତି ଥିଲେ। ଆଉ ସେଥିପାଇଁ ସେ ପରମେଶ୍ୱରଙ୍କୁ ଭୟ କରୁଥିଲେ। ଦେଖେ, ଯେତେବେଳେ ମୁଁ କଲେଜ ପାଠ ଗଲି, କଲେଜ ପଢିବା ପାଇଁ ଗଲି, ମୋ ମା କହିଲେ ଝିଅମାନେ ଥିବେ, ପୁଅମାନେ ଥିବେ, ତୁ ଖରାପ ହେବୁ ନାହିଁ, ତୁ ଦୁଷ୍ଟ ହେବୁ ନାହିଁ। ମା ଶିଖେଇକିନା ପଠେଇଲେ। ଆମର ସେଇଟା ଆମର ଅସୁବିଧା ରହୁଛି। ଲୋମୁଏଲ ରାଜାଙ୍କର ମା ଲୋମୁଏଲ ରାଜାକୁ ଶିଖଉଛନ୍ତି, ପୁଅରେ ସ୍ତ୍ରୀ ଲୋକକୁ ଆପଣ ବଳ ଦେବୁ ନାହିଁ, ଜାଗ୍ରତ, ସାବଧାନ, ଏଇ ସବୁ ଯାକ ବିଷୟ ଗୁଡିକ। ଏଇଟା ଆମେ ପରମେଶ୍ୱରଙ୍କୁ ଡରିବାଟା ଶିଖେଇବାର ଅଛି। ପରମେଶ୍ୱରଙ୍କୁ ଭୟ କରିବାଟା ଶିଖେଇବାର ଅଛି। ଯାହା ଜୀବନରେ ପରମେଶ୍ୱରଙ୍କର ଭୟ ଥିବ, ଦୁନିଆର କୌଣସି ପ୍ରକାର ପରିସ୍ଥିତି ସେ ବ୍ୟକ୍ତିଙ୍କୁ ପରାଜୟ କରିପାରିବ ନାହିଁ। ଆଇବଙ୍କୁ ପରାଜୟ କରିପାରିଲା ନାହିଁ। ଆଇବଙ୍କ ପାଖରେ ପରମେଶ୍ୱରଙ୍କ ବାକ୍ୟ ପ୍ରଚୁର ପରିମାଣରେ ଥିଲା। ତାଙ୍କର ଆବଶ୍ୟକ ଆହାର ଠାରୁ ମଧ୍ୟ ସେ ପରମେଶ୍ୱରଙ୍କ ବାକ୍ୟକୁ ଅଧିକ ସଞ୍ଚୟ କରିଥିଲେ। ଆଉ ଯୋସେଫଙ୍କ ଜୀବନରେ ପରମେଶ୍ୱରଙ୍କ ଭୟ ଥିଲା। ମୁଁ ପରମେଶ୍ୱରଙ୍କ ବିରୁଦ୍ଧରେ ଏତେ ବଡ ପାପ କି ପ୍ରକାର କରିପାରେ? ସେ କହିଲେ, ମୋ ସ୍ୱାମୀ ନାହାନ୍ତି କି ତ ମା ବାପା ନାହାନ୍ତି। ମାତ୍ର ସେ କହୁଛନ୍ତି, ସ୍ୱାମୀ ନଥିଲେ କଣ ହେଲା, ମା ବାପା ନଥିଲେ କଣ, ପରମେଶ୍ୱର ଅଛନ୍ତି, ସେ ସବୁ ଜାଗା ରହିବେ। ମୁଁ ଏମିତି ଭୁଲ କାମ ଆଉ କରିପାରିବି ନାହିଁ। ସେଥିପାଇଁ ଆମର ପୁଅ ଝିଅ ମାନଙ୍କୁ ସ୍କୁଲ ଗଲା ବେଳେ, ପରୀକ୍ଷା ଦେଲା ବେଳେ ଆମେ କହୁଛୁ, ଫେଲ ହେଇଯା, କମ ନମ୍ବର ଆଣେ, ମାତ୍ର କପି କରିବୁ ନାହିଁ। ପ୍ରଭୁଙ୍କୁ ଡରେ। ତୁ କପି କରି ପାସ୍ ହେଇକିନା କୌଣସି ପ୍ରକାର ଭାବରେ ତୁ ଉପରକୁ ତୁ ଯାଇପାରିବୁ ନାହିଁ। ପ୍ରଭୁଙ୍କୁ ଭୟ କରିବାଟା ଆମେ ଶିଖେଇବାର ଅଛି। 10 ପଦରୁ ମୁଁ ଟିକେ ପଢୁଛି, ଶୁଣନ୍ତୁ। ତଥାପି ସେ ସ୍ତ୍ରୀ ଦିନକୁ ଦିନ ଯୋସେଫକୁ ଏପରି କହେ, ମାତ୍ର ଯୋସେଫ ତାହା ସଙ୍ଗେ ଶୟନ କରିବାକୁ କିମ୍ବା ତାହା ନିକଟରେ ରହିବାକୁ ସମ୍ମତ ହୁଅନ୍ତି ନାହିଁ। ଅନନ୍ତର ଦିନକରେ ଯୋସେଫ ନିଜ କାର୍ଯ୍ୟ ନିମନ୍ତେ ଗୃହ ଭିତରେ ଗଲେ। ପୁଣି ଗୃହର ଦାସ ମଧ୍ୟରୁ କେହି ସେଠାରେ ନଥିଲା। ତେଣୁ ସେ ଯୋସେଫଙ୍କର ବସ୍ତ୍ର ଧରି ମୋ ସଙ୍ଗେ ଶୟନ କର ବୋଲି ଟଣାଟଣି କଲା। ମାତ୍ର ଯୋସେଫ ତାହା ହସ୍ତରେ ଆପଣା ବସ୍ତ୍ର ଛାଡି ବାହାରକୁ
ପଳେଇ ପ୍ରିୟମାନେ, ଏମିତି ଯୁବା ଯୁବତୀ ମାନଙ୍କୁ ପ୍ରଭୁ ଖୋଜୁଛନ୍ତି। ବସ୍ତ୍ର ଖାଲି ଦେହରେ ରାସ୍ତାରେ ପଳେଇଯିବି, ଆଉ ଯୋଉ ପାପ ମୁଁ କରିନାହିଁ ସେ ପାପ ପାଇଁ ମୁଁ କାରାଗାରରେ ରହିବା ପାଇଁ ଚାହୁଁଛି ସିନା, ଏଇ ପ୍ରକାର ପରିସ୍ଥିତିରେ ମୁଁ ପରାସ୍ତ ହେବା ପାଇଁ ଚାହୁଁନି। ମିଛରେ ଯୋସେଫଙ୍କୁ କାରାଗାରରେ ରଖାଗଲା। ଯଦି ପଟିଫରଙ୍କ ସ୍ତ୍ରୀଙ୍କ ସହିତ ହାତ ମିଶେଇ ପ୍ରେଜ୍ ଦ ଲର୍ଡ ବୋଲି କହିଦେଇଥାନ୍ତା, ତାହେଲେ ଏମିତି ହେବାକୁ ପଡିନଥାନ୍ତା। ମାତ୍ର ସେ କହିଲେ, ମୁଁ ଏଇ ପ୍ରକାର ପରିସ୍ଥିତିରେ ମଧ୍ୟ ପରାସ୍ତ ହେବିନି, ପ୍ରତ୍ୟେକ ପରିସ୍ଥିତିକୁ ମୁଁ ଜୟଲାଭ କରିବି। ଆମ ଜୀବନରେ ମଧ୍ୟ ଏଇ ପ୍ରକାର ପ୍ରଲୋଭନ ପରୀକ୍ଷା ଗୁଡିକ ଆସିବ। ଆଇବଙ୍କ ଜୀବନରେ ଶୈତାନର ପରୀକ୍ଷା, ଆଉ ଯୋସେଫଙ୍କ ଜୀବନରେ ଶାରୀରିକ ଅଭିଳାଷର ପରୀକ୍ଷା, ଆଉ ଅନେକ ଜୀବନରେ ଧନର ପରୀକ୍ଷା। କାହା ପାଖରେ କୋଉ ପ୍ରକାର ପରୀକ୍ଷା ପ୍ରଲୋଭନ ଗୁଡିକ ଆସିବ, ମାତ୍ର ଆମେ କୌଣସି ପ୍ରକାର ପରୀକ୍ଷା ପ୍ରଲୋଭନରେ ଆମେ ପରାଜିତ ହେବାନି। ମୁଁ କହିବା ପାଇଁ ଚାହେଁ, ଆମ ପ୍ରତି ଯୋଉ ପ୍ରକାର ପରୀକ୍ଷା ସ୍ୱାଭାବିକ, ତା ଛଡା ଆମ ଅଧିକ ବଡ ପରୀକ୍ଷା ଆମ ଜୀବନରେ ଆସିବ ନାହିଁ। ପରମେଶ୍ୱର ବିଶ୍ୱସ୍ତ ପରମେଶ୍ୱର, ଆମର ଶକ୍ତି ଅନୁସାରେ ଆମେ ଯେତିକି ସହ୍ୟ କରିପାରିବୁ, ସେ ଅନୁସାରେ ଆମ ଜୀବନରେ ସେ ପରୀକ୍ଷା କରିବେ, ତାଠୁ ବଡ ପରୀକ୍ଷା କରିବେ। ପଦେ ପ୍ରାର୍ଥନା କରିବେ। ସ୍ୱର୍ଗୀୟ ପିତା, ମୁଁ ତୁମକୁ ଧନ୍ୟବାଦ ଦଉଛି। ଆଜି ତୁମେ ପୁନର୍ବାର ଆମମାନଙ୍କ ସହିତ କଥାବାର୍ତ୍ତା ହେଲ। ଆମେ ଅନେକ ଥର ଆମେ ପ୍ରଭୁ ପରାଜୟ ହେଇଛୁ। ଆଇବଙ୍କ ଠାରୁ କମ ପରୀକ୍ଷା ଆସିଲା, ମାତ୍ର ଆମେ ଏଇ ଜିହ୍ବାରେ ଅନେକ ଥର ତୁମକୁ ଅଭିଷେକ କରିଛୁ। ତୁମେ ଦେଖୁନ, ଶୁଣୁନ, ମୁଁ ଏତେ ପ୍ରାର୍ଥନା କରୁଛି, ହେଲେ ମଧ୍ୟ ପ୍ରଭୁ ମୋ ଜୀବନରେ କାହିଁକି ଏ ଦୁଃଖ, କାହିଁକି ଏ କଷ୍ଟ, ଆମେ ଅନେକ ଥର କହିଛୁ ପ୍ରଭୁ। ଆଉ ଏଇ ସବୁ କଥା ଗୁଡିକ ତୁମକୁ ବାଧିଛି ପ୍ରଭୁ, ଦୟାକରି କ୍ଷମା କର ପ୍ରଭୁ। ଆଉ ଥରେ ପ୍ରଭୁ ଆମେ ସେଇ ପ୍ରକାର ପରୀକ୍ଷା ପ୍ରଲୋଭନରେ ପଡିଲେ ତୁମକୁ ବଚସା କରିବୁ ନାହିଁ। ତୁମ ବାକ୍ୟକୁ ହୃଦୟରେ ସଞ୍ଚୟ କରି ରଖି ପ୍ରତ୍ୟେକ ପରିସ୍ଥିତିରେ ଆମେ ତୁମର ଧନ୍ୟବାଦ ଓ ପ୍ରଶଂସା କରିପାରିବୁ। ତୁମେ ଅନୁଗ୍ରହ ପ୍ରଦାନ କର ପ୍ରଭୁ। ଯୋସେଫଙ୍କ ପରି ଆମେ ଆଖି ଦ୍ୱାରା ପାପ କରିଛୁ, ଛୁଇଁବା ଦ୍ୱାରା ଆମେ ପାପ କରିଛୁ, ଯୋଉ ସ୍ଥାନକୁ ଯିବା କଥା ନାହିଁ ସେଇ ସ୍ଥାନରେ ଆମେ ଯାଇଛୁ, ମୋବାଇଲରେ ଯାହା ଦେଖିବା କଥା ନାହିଁ ସେଇଟା ଦେଖିଛୁ, ଯାହା ସହିତ ଯେମିତି କଥାବାର୍ତ୍ତା ହେବା କଥା ନୁହେଁ ଆମେ ସେମିତି କଥାବାର୍ତ୍ତା ତ ହେଇଛୁ ପ୍ରଭୁ। ଆମେ ପାପ କରିଛୁ ପ୍ରଭୁ, ପରାଜୟ ହେଇଛୁ, ହାରି ଯାଇଛୁ ପ୍ରଭୁ। ମାତ୍ର ପ୍ରଭୁ ପ୍ରାର୍ଥନା କରୁଛୁ, ଏବେ ତୁମର ଭୟ ଆମ ଜୀବନରେ ଅଛି। ଆମେ ସେଇ ପ୍ରକାର ପରିସ୍ଥିତିରେ ନିଜ ପୋଷାକ ଛାଡି ଥାଇବୁ ସିନା, କମ୍ପ୍ରମାଇଜ ଆମେ କରିବୁ ନାହିଁ। ଦୟାକରି ତୁମେ ଅନୁଗ୍ରହ ପ୍ରଦାନ କର। ମୁଁ ତୁମକୁ ଧନ୍ୟବାଦ ଦଉଛି। ଆଜି ତୁମେ ପୁନର୍ବାର ଆମମାନଙ୍କୁ ତୁମ ବାକ୍ୟ ଦ୍ୱାରା କଥାବାର୍ତ୍ତା ହେଇଛ, ଆମମାନଙ୍କୁ ପ୍ରଭୁ ଶକ୍ତି ଦେଇଛ, ସାମର୍ଥ୍ୟ ଦେଇଛ। ଆମକୁ କୌଣସି ଅସହ୍ୟ ପରୀକ୍ଷାରେ ପରୀକ୍ଷିତ ହେବା ପାଇଁ ଦେବ ନାହିଁ, ଏଇ ପ୍ରତିଜ୍ଞା ତୁମେ କରିଛ ପ୍ରଭୁ। ଆମେ ତୁମକୁ ଧନ୍ୟବାଦ ଦଉଛୁ। ପ୍ରତିଜ୍ଞାର ବିଶ୍ୱସ୍ତ ପରମେଶ୍ୱର, ଆମେ ତୁମକୁ ଧନ୍ୟବାଦ ଦଉଛୁ। କୌଣସି ପରୀକ୍ଷା ଆସିଲେ ଏଇଟା ମୋର ପାଇଁ ବଡ ପରୀକ୍ଷା ଆମେ ନ କହି ପ୍ରଭୁ ତୁମ ପ୍ରତିଜ୍ଞା ଉପରେ ବିଶ୍ୱାସ କରି ଆମେ ପରୀକ୍ଷା ଉପରେ ଜୟଲାଭ କରିପାରିବୁ। ଅନୁଗ୍ରହ ପ୍ରଦାନ କର। ଏହି କାଲବରୀ ଜୁମ୍ ମିଟିଂ ନିମନ୍ତେ ମୁଁ ତୁମକୁ ଧନ୍ୟବାଦ ଦିଏ। ମତେ ଆହ୍ୱାନ କଲେ, ସମୟ ଦେଲେ, ପ୍ରତ୍ୟେକଙ୍କୁ ଆଶୀର୍ବାଦ କର। ଯୋଉମାନେ ଏଥିପାଇଁ ପେମେଣ୍ଟ କରୁଛନ୍ତି, ଯୋଉମାନେ ପ୍ରିଜାଇଡିଂ, ଗୀତ, ବିଭିନ୍ନ ପ୍ରକାର ବିହାଇଣ୍ଡ ଦ ସ୍କ୍ରିନ୍ ପରିଶ୍ରମ କରୁଛନ୍ତି, ସମସ୍ତଙ୍କୁ ତୁମେ ଆଶୀର୍ବାଦ କର। ଆଉ ଏହି ସେବା କାର୍ଯ୍ୟ ଦିନ ପ୍ରତିଦିନ ବଢିବ, ଅନେକ ଏହି ସେବା କାର୍ଯ୍ୟ ଦ୍ୱାରା ଉପକୃତ ହେବେ। ଅନୁଗ୍ରହ ପ୍ରଦାନ କର। ଗୌରବ ମହିମା ତୁମକୁ ଦେଇ ପ୍ରାର୍ଥନା ପ୍ରିୟ ଯୀଶୁଙ୍କ ନାମରେ ମାଗୁଛୁ।